नाम संकीर्तन की जय। जगत गुरु श्रील प्रभुपाद की जय। जय ओम विष्णुपाद परमं सुपरिव्राज स्तोत्र शिष्यमद अभय चरणारविंद भक्ति वेदांत स्वामी श्रील प्रभुपाद की जय। अनंत कोटि वैष्णव भक्त वृंद की जय। ओम ज्ञानातिमिरान्धस्य ज्ञानाञ्जना शलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुषे नमः। हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधाकांत नमोस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा 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 हरे 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 राम 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 हरे हरे। वाञ्छाकल्पतरोर्भ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण। ସମସ୍ତଙ୍କୁ ଆଜିର ଗଳ୍ପ ସେସନରେ ସ୍ୱାଗତ। ଖାଲି ଚେକ୍ କରିବା ପାଇଁ ପଚାରୁଛି ଭିଡିଓ କାହିଁକି ସମସ୍ତଙ୍କର ଅଫ୍ କରିଦେଇଛନ୍ତି? କିଛି ସ୍ପେଶାଲ ରିଜନ ନାହିଁ ଯଦି ଅନ୍ କରିବା ଦରକାର ଭିଡିଓ। ଜୟପ୍ରକାଶ ପ୍ରଭୁ ମୋ ଭଏସ ଶୁଣା ଯାଉଛି ତୁମକୁ? ଆଜ୍ଞା ପ୍ରଭୁଜୀ ହରେ କୃଷ୍ଣ ନନ୍ଦ କଣ ଶୁଭା ଯାଉଛି? ଦଣ୍ଡବତ ପ୍ରଣାମ, ଧନ୍ୟବାଦ। ତ ସମସ୍ତଙ୍କୁ ମୁଁ ବ୍ୟକ୍ତିଗତ ରୂପେ ଧନ୍ୟବାଦ ଦଉଛି ଯୋଉମାନେ ଉପସ୍ଥିତ ଅଛନ୍ତି। କାହିଁକି ନା ଭଗବାନଙ୍କର ବିଷୟରେ ଯେତେବେଳେ ଆମେ ଶ୍ରବଣ କରନ୍ତି କିମ୍ବା କୁହନ୍ତି ସେତେବେଳେ କଣ ସମସ୍ତଙ୍କର ମଙ୍ଗଳ ହୁଏ। ବିଦୁରଙ୍କୁ ମୈତ୍ରେୟ ମୁନି ବିଦୁର ପ୍ରଶ୍ନ କରୁଥିଲେ, ମୈତ୍ରେୟ ମୁନି କୁହନ୍ତି ଉତ୍ତରରେ, ବିଭିନ୍ନ ପ୍ରଶ୍ନ କଲା ପରେ ଉତ୍ତରରେ କଣ କୁହନ୍ତି କି ମୁଁ ଯେତିକି ଜାଣିଛି ମୁଁ ସେତିକି କହିବି, କିନ୍ତୁ ଯୋଉଟା କହିବା ଦ୍ଵାରା ଆମ ସମସ୍ତଙ୍କର ମଙ୍ଗଳ ହବ। ତ ବିଦୁର ଯେତେବେଳେ ପ୍ରଶ୍ନ କରୁଥିଲେ, ସେ ଗୋଟେ ଫୁଲର ଗୋଟେ ଗୋଟେ ପାଖୁଡା ତାଙ୍କୁ ଦଉଥିଲେ, କାହାକୁ? ମୈତ୍ରେୟ ମୁନିକୁ ଦଉଥିଲେ। ଆଉ ମୈତ୍ରେୟ ମୁନି କଣ କରୁଥିଲେ? ଭଗବାନଙ୍କର ଯେତେବେଳେ ବିଭିନ୍ନ ପ୍ରଶ୍ନର ଉତ୍ତରରେ କୃଷ୍ଣଙ୍କ ଲୀଳା ସବୁ କହୁଥିଲେ, ସେତେବେଳେ ସେ ଗୋଟେ ଗୋଟେ ଫୁଲର ପାଖୁଡା ପୁରା କଣ କହନ୍ତି, ସେ ଫୁଲର ମାଳା ପୁରା ବନେଇ ଦଉଥିଲେ ହେଲା। ତ କହିବାର ତାତ୍ପର୍ଯ୍ୟ ହେଲା ଜଣେ ଶ୍ରବଣ କରନ୍ତି ଆଉ ଜଣେ କୁହନ୍ତି। ୟାରେ କୃଷ୍ଣ କଥା ଯଦି ମଝିରେ ଟପିକ ରହିଲା ତାହେଲେ କଣ ହବ, ଏଇଟା ଆମେ ଭଗବାନଙ୍କ ପ୍ରତି ଏଇ ମାଳାକୁ ଅର୍ପଣ କରିପାରିବା। ସେଥିପାଇଁ ପ୍ରଭୁପାଦଙ୍କର ଆନୁଗତ୍ୟରେ ଆମେ ସମସ୍ତେ ଅଛନ୍ତି। ଭକ୍ତ ମାନଙ୍କ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଲେ ଆମେ କଣ କରିପାରିବା, ଭକ୍ତିକୁ ସୁନ୍ଦର ଭାବରେ ଆମେ ଯାଜନ କରିପାରିବା। ଠିକ ଅଛି। ସେତିକି ଭଲ ପାଇବା ଆଉ ସେବା ମନୋବୃତ୍ତି ଆମ ପାଖରେ ରହିବା ଦରକାର। ଠିକ ଅଛି। ତ ଆଜି ସେସନ ଆରମ୍ଭ କରିବା ପୂର୍ବରୁ ପ୍ରଭୁପାଦଙ୍କ ନିକଟରେ ମତେ ଶତକୋଟି ଦଣ୍ଡବତ ପ୍ରଣାମ କରିକି ଆମେ ଆଗକୁ ଯିବା। ତା ପୂର୍ବରୁ ଲାଷ୍ଟ ସେସନ କୁଇଜ କୋଉମାନେ କମ୍ପ୍ଲିଟ କରିନାହାନ୍ତି ସେମାନେ ଖାଲି ହାତ ଉପରକୁ ଟେକନ୍ତୁ। କିଏ ଲାଷ୍ଟ ସେସନ କୁଇଜ କରିନ? ଓକେ, ନେକ୍ସଟ। ମତେ ଦେଖାହେଲା 2
ସମସ୍ତେ ହାତ ମୁଣ୍ଡରେ ମାରି ସାରିଲେଣି। ତେଣୁ ସମସ୍ତଙ୍କୁ କ୍ୱିଜ କରିବାର ଅଛି। କ୍ୱିଜ ନ କଲେ ତମେ କ୍ୱିକଲି କିଛି କରିପାରିବନି, ପୁଣି ହଇରାଣ ହେଇଯିବ। ବହୁତ ଛୋଟ ଛୋଟ ଗୋଟେ ଦୁଇଟା କ୍ୱିଜ ଅଛି। ଆଜିର କ୍ୱିଜ ଦେଖିଥିବ ଗୋଟେ। ଆଚ୍ଛା ପଠାଏନି, ଜଷ୍ଟ ଗୋଟେ ସେକେଣ୍ଡ ଦିଅ, ସାଙ୍ଗେ ସାଙ୍ଗେ ଫରୱାର୍ଡ କରିଦଉଛି। କ୍ୱିଜ ପଠାଗଲା, ଏଇଠି ଅଛି। ତ ମୁଁ ସମସ୍ତଙ୍କ ପାଇଁ ଏତେ ସୁନ୍ଦର ସୁନ୍ଦର କ୍ୱିଜ ବନଉଛି, ତାକୁ ଯଦି ତମେ କରିବନି ତାହେଲେ କେମିତି ହବ? କ୍ୱିଜ କରିବାର ଅଛି। ଓକେ ଓକେ, ମୁଁ ପଠେଇ ଦେଇଛି। ଗୋଟେ 3ଟି ପ୍ରଶ୍ନ ଅଛି, ବେଶୀ ପ୍ରଶ୍ନ ବି ନାହିଁ। ଓକେ, ତ ଆମେ ଷ୍ଟାର୍ଟ କରିବା ଆଜିର ଟପିକ। ଟପିକ ର ନାଁ ହେଲା ସିକ୍ରେଟ ଅଫ ଫୁଲଫିଲମେଣ୍ଟ ଥ୍ରୋ ଲଭ୍ ଆଣ୍ଡ ସର୍ଭିସ। ସିକ୍ରେଟ ଅଫ ଫୁଲଫିଲମେଣ୍ଟ ଥ୍ରୋ ଲଭ୍ ଆଣ୍ଡ ସର୍ଭିସ। ତ ଆମେ ଯେକୌଣସି ଜିନିଷକୁ ଜାଣିବା ପାଇଁ, ଆମେ ଯେକୌଣସି ବିଷୟରେ ଆମେ ଯେତେବେଳେ ଅବଗତ ହୁଅନ୍ତି, ତାର ପ୍ରପର ଅଣ୍ଡରଷ୍ଟାଣ୍ଡିଂ ଆମ ପାଖରେ ରହିବା ଦରକାର। ଯାହାବି କିଛି ଆମେ ଇନଫର୍ମେସନ ପାଆନ୍ତି କି ଯୋଉ କାର୍ଯ୍ୟ ବି କରନ୍ତି, ସେ କାର୍ଯ୍ୟ ପ୍ରତି ଆମର ପ୍ରପର ଅଣ୍ଡରଷ୍ଟାଣ୍ଡିଂ ରହିବା ଦରକାର। ଗୋଟେ ଏକ୍ସାମ୍ପଲ ଆମେ ସେସନ ଷ୍ଟାର୍ଟ କରିବା। ଥରେ କଣ ହେଇଛି, 3 ଜଣ ଲୋକ କଣ କରୁଥିଲେ, ପଥର କାମ କରୁଥିଲେ। ତ ଜଣକୁ ପଚରା ହେଲା କି ତୁମେ କଣ କରୁଛ? ସେ କହିଲା, କଣ ତୁମକୁ ଦେଖା ଯାଉନି? ମୁଁ ଏ ପଥରକୁ ବହୁତ କଷ୍ଟ କରିକି ହାଣୁଛି, ତା ଭିତରେ କିଛି ମତେ ରୋଜଗାର ପାଇଁ କିଛି ପଇସା ସିଏ ଦେବେ ମୋ ମାଲିକ। ଓକେ। ସେକେଣ୍ଡ, ଆଉ ଜଣଙ୍କୁ ପଚରା ହେଲା, ସେ ବି ପଥରରେ କାମ କରୁଥିଲେ। ତ ସେ କହିଲେ କି ମୁଁ ଏଇ ପଥରରେ କଣ କରୁଛି, ସୁନ୍ଦର ସୁନ୍ଦର ଆକୃତି ବନଉଛି। ସୁନ୍ଦର ସୁନ୍ଦର କଣ ବନଉଛି, ଯୋଉ ଶିଳା ଲିପି ଯୋଉଟା କୁହନ୍ତି, ସେଟା ବନଉଛି। ଆଉ ଜଣଙ୍କୁ ପ୍ରଶ୍ନ ପଚରା ହେଲା କି ତୁମେ ପଥରରେ କଣ କରୁଛ? ନା ମୁଁ ଭଗବାନ କୃଷ୍ଣଙ୍କ ପାଇଁ ମନ୍ଦିର ବନଉଛି। ତ 3ଟା ଯୋଉ କେସ୍ ଅଛି, 3ଟା କେସ ରୁ କୋଉ କେସ୍ ଟା ସର୍ବୋତ୍କୃଷ୍ଟ ଚିନ୍ତାଧାରାକୁ ବ୍ୟକ୍ତ କରେ? 3ଟା କେସ ରୁ କୋଉ କେସ୍ ସର୍ବ ଉତ୍କୃଷ୍ଟ ଚିନ୍ତାଧାରାକୁ ବ୍ୟକ୍ତ କରେ? କିଏ କହିବ? ଓମ୍ ପ୍ରଭୁ କହିବ? कृष्ण प्रभु तृतीय वाला। ତୃତୀୟବାନ। ତେଣୁ ଯେକୌଣସି ଆମେ କାର୍ଯ୍ୟ କରନ୍ତି, ଭୌତିକବାଦୀ ଲୋକମାନେ ବି ସକାଳୁ ଉଠିକି କାମ କରନ୍ତି, ପଇସା ଇନକମ କରିବା ପାଇଁ କରନ୍ତି। କିନ୍ତୁ ଭକ୍ତ କଣ କରେ, ସେମ ସକାଳୁ ଉଠେ, ସେ କିନ୍ତୁ ଭଗବାନଙ୍କର ନାମ ଜପ କରେ। ତେଣୁ ଯୋଉ କାମ ଭୌତିକବାଦୀ ଲୋକ କରନ୍ତି, ସେଇଭଳିଆ କାମ, ସେଇଭଳିଆ ଦେଖାଯାଉଥିବା କାମ ଆମେ ବି କରନ୍ତି। କିନ୍ତୁ ଅନ୍ତର ହେଲା କୋଉ ଚେତନାରେ ଆମେ କର୍ମ କରନ୍ତି। ଭକ୍ତ ବି ପଇସା ଇନକମ କରେ, କିନ୍ତୁ ଯୋଉମାନେ ଭକ୍ତ ନୁହଁ, କର୍ମୀ ଲୋକ, ସେମାନେ ବି ପଇସା ଇନକମ କରନ୍ତି। କିନ୍ତୁ ଚେତନା କଣ ଥାଏ? ଭକ୍ତ ଯେତେବେଳେ କିଛି ପଇସା ଇନକମ କରେ, ସିଏ ସବୁ କିଛି ଇନକମ କରିବା ପାଇଁ ଶ୍ରେୟ ଭଗବାନଙ୍କୁ ଦିଏ। ପରିଣାମ, ପଇସା ଇନକମ କରିକି ନିଜେ ଭୋଗ କରେନି, ଭଗବାନଙ୍କୁ ଅର୍ପଣ କରେ। କିନ୍ତୁ ଗୋଟେ ଭୌତିକବାଦୀ ଲୋକ, ସିଏ ବି ପଇସା ଇନକମ କରିବ, କିନ୍ତୁ ସେ ନିଜର ଇନ୍ଦ୍ରିୟ ଭୋଗ କରିବା ପାଇଁ ଇଏ କରିବ। ତେଣୁ ଆମେ ଯେତେବେଳେ ଭଗବାନଙ୍କ ଆଡକୁ ଆପ୍ରୋଚ କରୁଛେ, ଯାଉଛେ, ତ ଆମକୁ 2ଟା ଜିନିଷ ଜାଣିବାର ଅଛି। ଗୋଟେ ହେଲା ମେଥଡ, କୋଉ ମାଧ୍ୟମ ଦେଇକି ଆମେ ଯିବା। ଆଉ ସେକେଣ୍ଡ ହେଲା ମୋଟିଭେସନ, ପ୍ରେରଣାର ସ୍ରୋତ କଣ ହେଲା। ତ ୟା ପାଇଁ ଆମେ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଛେ, ପୂଜା କରୁଛେ, କଣ ମେଥଡ ଅଛି, ରାଇଟ ମେଥଡ ଟା କଣ, ଆଉ କୋଉ ପ୍ରକାର ପ୍ରେରଣା ରହିବା ଦରକାର ଆମେ ଭଗବାନଙ୍କ ସେବା କରିବା ପାଇଁ। ତେଣୁ ସେଥିପାଇଁ ୟା ପାଇଁ କଣ ଦରକାର, ଠିକ ଚେତନା ଦରକାର, ଆଉ ଠିକ ମାନେ ରାଇଟ କନସିୟସନେସ, ରାଇଟ କନସେପସନ। ରାଇଟ କନସିୟସନେସ ମାନେ ଚେତନା। 2ଟା ଆମେ ବୁଝିବା କଣ ଜିନିଷଟେ, ରାଇଟ କନସିୟସନେସ ଆଉ ରାଇଟ କନସେପସନ। ରାଇଟ କନସିୟସନେସ କଣ? ଏ ଦୁନିଆରେ 2 ପ୍ରକାର ଲୋକ ଅଛନ୍ତି। ଯୋଉ ଲୋକମାନେ କଣ କରନ୍ତି, କିଛି ଲୋକ କଣ କରନ୍ତି, ସେବା କରିବା ପାଇଁ ପସନ୍ଦ କରନ୍ତି। ତ ଏଟା ସେବା ବୃତ୍ତି, ଅନ୍ୟର ସେବା କରିବା। ଆଉ ଗୋଟେ କଣ, ଭୋଗ ବୃତ୍ତି। ଭୋଗ ବୃତ୍ତି ମାନେ କଣ, ନିଜେ ଏନଜୟ କରିବା। ତ ଏ ଦୁନିଆ ଟା ବାସ୍ତବରେ କାହାର? କୃଷ୍ଣଙ୍କର। କୃଷ୍ଣର ସଂସାର, କୃଷ୍ଣଙ୍କର ସଂସାର। ତେଣୁ ଭଗବାନ ଏର ଠିକ ରାଇଟ କନସିୟସନେସ କଣ, ଠିକ ଚେତନା ଟା କଣ, ଯେହେତୁ ଏଇଟା କୃଷ୍ଣଙ୍କର ସଂସାର, ସେଥିପାଇଁ ଆମକୁ କଣ କରିବା ଅଛି, ଭଗବାନ ଆମର ପ୍ରୋପାଇଟର, ସାର ସଂସାରର ପ୍ରୋପାଇଟର, କ୍ରିଏଟର, କଣ୍ଟ୍ରୋଲର, ଏଞ୍ଜୟର। ଆମେ କିଏ? ଆମେ କିଏ ତାହେଲେ? କିଏ ଆନ୍ସର ଦେଇପାରିବା? ଆମେ କଣ ଏଇ ସମ୍ବନ୍ଧରେ, ଆମର ପରିସ୍ଥିତି, ଆମର ପରିଚୟ କଣ ହବ? କାହାକୁ ପଚାରିବା? ରଶ୍ମି ମାତାଜୀ ଅନମ୍ୟୁଟ କରି କହିପାରିବ, ଏଇ ସମ୍ବନ୍ଧରେ ଆମର ପରିଚୟ କଣ ହବ?
ओके तो आम हेले कस्टोडियन। कस्टोडियन कौन शब्दर अर्थ कि धरतु मु गोटे भल मूल्यवान जिनस सुना ताकू नहीं क्या दौची तर मु क्या देली ये आदित्य प्रभु अच्छा गोटे सुनार देली रखापी जमादार ओडिया रे कहती जमादार आम पाखे जमा रखीचे तेणु से कस्टोडियन कौन आमे हेले कस्टोडियन अर्थात आमे भगवान सबु किछि भगवान माने मालिक आमको भगवान देइछन्ति किछि व्यवहार करया ପାଇଁ किंतु राक्षस प्रवृत्तिर लोक माने सेमाने कौन करंती सेटा निजर व्यवहार निजर इंद्रिय तृप्ति लागि व्यवहार करंती रावण हिरण्यकशिपु बाली एमाने कौन भगवान को शक्ति को निजे व्यवहार करंती निजर इंद्रिय तृप्ति करया ପାଇଁ राक्षस प्रवृत्तिर लोक ସେମାନେ କଣ ଲୁଣ୍ଠନ କରନ୍ତି ଖାଲି ନୁହଁ କି ହିରଣ୍ୟକଶିପୁ ବାଳି ସେ ପୁରୁଣା ଯୁଗରେ ଥିଲେ ବୋଲି ଆମ ଭିତରେ ଯଦି ଆମର କିଏ ଦୃଷ୍ଟିକୋଣ ଏମିତି ଥିବ କି ମୁଁ ସଂସାରକୁ ଭୋଗ କରିବି ସଂସାରକୁ ମୁଁ ଭୋଗ କରିବି ଅର୍ଥାତ କଣ ମୁଁ ଯେତେ ଫାସିଲିଟି ସବୁ ମୁଁ ନବା ପାଇଁ ଚାହିଁବି ତ ଏଇ ଯୋଉ ଭଗବାନ ଆମକୁ ସଂସାର ପ୍ରଦାନ କରିଛନ୍ତି ତାର ଉଦ୍ଦେଶ୍ୟ ନ ଜାଣି ଭଗବାନଙ୍କୁ ଆମେ ଇଗ୍ନୋର କରିକି ଯଦି ସଂସାରର ଯେକୌଣସି ବିଷୟବସ୍ତୁକୁ ଆମେ ଗ୍ରହଣ କରନ୍ତି ଭୋଗ କରିବା ପାଇଁ ତ ଏଇ ଯୋଉ ମେଣ୍ଟାଲିଟି ଟା ରହିଲା ସେଟା କୁହନ୍ତି ଭୋଗ ବୃତ୍ତି ତ ଦିଟା ବୃତ୍ତି କହିଲି ଗୋଟେ ସେବା ବୃତ୍ତି ଗୋଟେ ଭୋଗ ବୃତ୍ତି ତ ଆମକୁ କୋଉଥିରେ ଯିବାର ଅଛି ଆମକୁ ସେବା ବୃତ୍ତିରେ ଯିବାର ଅଛି ଭୋଗ ବୃତ୍ତିରେ ଯିବାର ନାହିଁ କାହିଁକି ସେବା ବୃତ୍ତି କାହିଁକି ନା ସବୁ କିଛି ଭଗବାନଙ୍କର ଆଉ ଠିକ ଚେତନାଟା ହେଲା ଆମେ ଭଗବାନଙ୍କ ସେବାରେ ସବୁ କିଛି ବିନିଯୋଗ କରିପାରିବା ଦେଖନ୍ତୁ କିଏ ଗୋଟେ ଘର କରୁଥିବ ତ ଘର କରିବା ପାଇଁ ମାଟି ସିମେଣ୍ଟ ପଥର ଲୁହା ସବୁ ଦରକାର ତ ଏସବୁ ଜିନିଷରେ କୁହାଯାଇଛି ଏସବୁ ଜିନିଷକୁ ଆମେ ତିଆରି କରିନେ ଆମେ କେବଳ ଆସେମ୍ବଲ କରିବା ତା ମାନେ ନୁହଁ କି ମୁଁ କେବଳ ଆଣିକି ମିଶେଇ ଦେଲି କି ଯିଏ ଲେବରର ଥିବ ସିଏ କାମ କରିଦେଲା ସେ ଘରଟା ତାର ହେଇଗଲା ନାଇଁ କେବେ ବି ତାର ହବନି ସବୁ କିଛି ଭଗବାନଙ୍କର ର ମେଟେରିଆଲ ଟା ଆମେ ବନେଇନେ କିଏ କହିବ କି ମୁଁ ଇଟାଟା ବନେଇଛି ପଥର ବନେଇଛି ନାଇଁ ଆମେ ବନେଇନେ ଆମେ କେବଳ ଆସେମ୍ବଲ କରୁଛେ ବୁଝିହେଲା ତେଣୁ ସେଥିପାଇଁ ଦୁନିଆରେ ଦେଖିବ ଦି ପ୍ରକାର କଣ୍ଟ୍ରି ସବୁ ଥାନ୍ତି ଗୋଟେ କ୍ୟାପିଟାଲିଷ୍ଟ ଆଉ ଗୋଟେ ଥାଏ କଣ ଗୋଟେ ଥାଏ କ୍ୟାପିଟାଲିଷ୍ଟ ଆଉ ଗୋଟେ କଣ ଥାଏ କମ୍ୟୁନିଷ୍ଟ ସୋସିଆଲିଷ୍ଟ। ହଁ ତ କ୍ୟାପିଟାଲିଷ୍ଟ ଲୋକମାନେ ସେମାନେ କଣ କରନ୍ତି ସେମାନେ କହନ୍ତି ମତେ ଆମକୁ ସବୁତକ ଦେଇଦିଅ ଆମେ ଏକଠା କରି ରଖିବୁ ଆଉ ସବୁ ଜିନିଷ ସମ୍ଭାଳିବୁ ସୌମ୍ୟବାଦୀ ଯୋଉମାନେ ଥାଆନ୍ତି ସୋସିଆଲିଷ୍ଟ ଥାଆନ୍ତି ସେମାନେ କହନ୍ତି ସମସ୍ତଙ୍କ ଭିତରେ ବାଣ୍ଟି ଦେବା ପାଇଁ ଏବେ ସମସ୍ତଙ୍କୁ ମୋର ପ୍ରଶ୍ନ ଯିଏ କହୁଛି ସବୁ ଆମକୁ ଦିଅ ଆମେ ନେଇକି ଦେଶ ଚଳେଇବୁ ଗୋଟେ ସେକେଣ୍ଡ ଅନ୍ୟ ଜଣେ କଣ କହୁଛି ସବୁ ସମସ୍ତଙ୍କ ଭିତରେ ସବୁ କିଛି ବାଣ୍ଟି ଦବା ତ ଜିନିଷଟା ତ ଆମର ନୁହଁ ନା ଜିନିଷଟା ଆମର ନୁହଁ ଆମକୁ ଭଗବାନ ଦେଇଛନ୍ତି ଭଗବାନଙ୍କ ସେବା ପାଇଁ ଆମେ ତା ଦେହରେ ନିଜେ ବାଣ୍ଟିକି ଖାଆନ୍ତି କିମ୍ବା ନିଜେ ଲୁଣ୍ଠନ କରି ଖାଆନ୍ତି ତ ଦିଟା ତ ସେମ ଜିନିଷ ଚୋର ଚୋର ମାନେ ଭାବ ଦିଟା ଚୋର ଅଛନ୍ତି ସେମାନେ ଚୋରି କରିକି ଆଣିକି ଆସିଲେ ତ ଗୋଟେ ଚୋର ଆଉ ଜଣଙ୍କୁ କହୁଛି ଇ ଦେଖ ଆମେ ଚୋରି କରିକି ଆଣିଛେ କିନ୍ତୁ ମିଶିକି ପୁରା ଅନେଷ୍ଟଲି ଦି ଜଣ ସମାନ ସମାନ ବାଣ୍ଟିକି ନବା କେହି କମ ନେବେନି କେହି ବେଶୀ ନେବେନି ତ ଏଇଟା ତ ଯୁକ୍ତିଯୁକ୍ତ କଥା ନୁହେଁ ନା ଅଲରେଡି ସେ ଜିନିଷ ଟା ଚୋରି କରିକି ଆସିଛି ତ ଏଠି ଡିସଅନେଷ୍ଟି ହେଇଛି ଅଲରେଡି ହେଲା ତେଣୁ ସେଥିପାଇଁ ଯେହେତୁ ସବୁ କିଛି ଭଗବାନଙ୍କର ତ ଆମେ ଭଗବାନଙ୍କ ସେବାରେ ସବୁ କିଛି ନିୟୋଜିତ କରିବା ଦରକାର ତେଣୁ ଆଜି ସଂସାର କଣ ଚାହୁଁଛି ଟିକେ ଶାନ୍ତି ଚାହୁଁଛି ସାରା ସମସ୍ତେ ଚାହାନ୍ତି ଶାନ୍ତିରେ ରହିବା ପାଇଁ ଇଗୋ ଫ୍ରେଣ୍ଡଲି ଇଗୋ ମାନେ କୌଣସି ପ୍ରକାର ଇଗୋ ନ ରହିବା ଦରକାର ରିଲେସନସିପ ରେ ଇଗୋ ନ ରହିବା ଦରକାର ଆଉ ଇଗୋ ଫ୍ରେଣ୍ଡଲି ମାନେ ସମାଜ ଏନଭାରମେଣ୍ଟ ଇଗୋ ଫ୍ରେଣ୍ଡଲି ହବା ଦରକାର ଆଉ ଇଗୋ ଫ୍ରେଣ୍ଡଲି ଦିଟା ଟର୍ମ ୟୁଜ କଲି କଣ ଗୋଟେ ଇକୋ ଫ୍ରେଣ୍ଡଲି ମାନେ ପରିବେଶ ସନ୍ତୁଳିତ ରହିବା ଦରକାର ପରିବେଶ ଦେଖିଥିବ କେତେବେଳେ ଫ୍ୟାକ୍ଟ୍ରି ବଗେରା ଥିବ ସାଇଡ ରୁ ତାଙ୍କର ଯୋଉ ନିଷ୍କାସନ ହେଇକି ଆସେ ପଲ୍ୟୁସନ ଗୁଡା ଯୋଉ ବାହାରେ ନିଷ୍କାସିତ ଜଳ ହେଲା କି କେମିକାଲ ଥିଲା ସେ ନଈଦରେ ମିଶୁଥିବ ଏଇ ଯମୁନା ନଦୀରେ ଆମେ ଦେଖିଲେ କି ଫେଣ ପୁରା ବିଷାକ୍ତ ଫେଣ ଗୁଡା ଭାସି ଭାସି ଆସେ ପୁରା ମାନେ କେତେ କେତେ କିଲୋମିଟର ଏମତି ଆସେ ତ ପରିବେଶ ଇକୋ ଫ୍ରେଣ୍ଡଲି ହୁଏନି ଯେତେବେଳେ ଆମେ ଭାବନ୍ତି ଏକ୍ସପ୍ଲୋଇଟ ଲୁଣ୍ଠନ କରିବା ପାଇଁ ଭାବନ୍ତି ଇକୋ ଫ୍ରେଣ୍ଡଲି ହୁଏନି କିନ୍ତୁ ସେମିତି ସମ୍ପର୍କ ବି ତିକ୍ତ ହେଇଥାଏ ତଳେ ଆମେ ଆମ ଇଗୋ କୁ ଧରିକି ବସନ୍ତି ନାଇଁ ନାଇଁ ମତେ ଏଇଟା ଦରକାର କି ଯାହାବି ଜିନିଷ ଇଗୋ ଫ୍ରେଣ୍ଡଲି ହୁଏନି ତ ସମ୍ପର୍କରେ ଇଗୋ ଫ୍ରେଣ୍ଡଲି ହବା ଦରକାର ଆଉ ପରିବେଶରେ ଇକୋ ଫ୍ରେଣ୍ଡଲି ହବା ଦରକାର କାହିଁକି କାହିଁକି ନା ଏସବୁ ଜିନିଷ କେତେବେଳେ ସମ୍ଭବ ଯେତେବେଳେ ଆମେ କୃଷ୍ଣଙ୍କୁ ମଝିରେ ରଖିଥିବା ଭଗବାନ ସେଣ୍ଟର ହବା ହେଲେ ହିଁ ସବୁ ସମ୍ଭବ ତ ଏଇଟା ମୁଁ କଣ କହିଲି ଏବେ ରାଇଟ କନସିୟସନେସ ଠିକ ଚେତନା ଟା କଣ ଭଗବାନଙ୍କର ସେବା କରିବା ପାଇଁ ଠିକ ଚେତନା ଟା କଣ ତ ଏବେ ନେକ୍ସଟ ଦେଖିବା ରାଇଟ କନସେପସନ କଣ ମାନେ ଧାରଣା ରହିବା ଦରକାର ତ ରାଇଟ କନସେପସନ କଣ ଭଗବାନ ପରମ ପିତା ହେଲେ କଣ ପରମେଶ୍ଵର ଆମେ କିଏ ଭଗବାନଙ୍କର ସେବକ
एटा हला राइट कनसेप्शन। राइट कॉन्शियसनेस कौन सब किसी भगवानଙ୍କର तो आमे भगवानଙ୍କର सेवा करिया दरकार माने सेवा वृत्ति सेटा हला राइट कॉन्शियसनेस। तो दीटा टर्म यूज करथिली गोटे ठीक चेतना कौन और ठीक धारणा कौन। धारणा माने कौन आमे भगवानଙ୍କର सेवक भगवान हमर मास्टर आमे भगवानଙ୍କର सेवक। कॉन्शियसनेस को चेतना रे आमे सेवा करियार अछि कि जो चेतना रे आमे भगवानଙ୍କର सेवा वृत्ति रे आमे करियार अछि हैला। देखो एई दुनिया रे आमे देखुचे जोटी चेतना शक्ति अछि जीव माने अछंती लोक माने अछंती सेठी कि गोटे मेंटेन करिया पय मास्टर थाए लीडर थाए। यदि घरे देखुचे घरे बापा माँ रहउछंती बापा घरे एते लोक रहिले ता भीतर बापा हेड रहिले स्कूल ले सार हेड रहिले गोटे कंपनी रे सीईओ रहिले हेड दे हमर स्टेट रे चीफ मिनिस्टर रहिले कि प्राइम मिनिस्टर रहिले तो मिलियंस एंड मिलियंस यूनिवर्स अछि तो तार कौन के हेड रहिबे निश्चय रहिबे किए भगवान। तो सेति पय कह जाय भगवान हेले विभु विभु माने कौन सबुठु बड़ इनफाइनाइट किंतु आमे कौन अणु भगवान हेले विभु आमे हेले अणु। तो आ भगवान को ऊपर आमे निर्भरशील खाली अणु नुह आमे भगवान को ऊपर कौन निर्भरशील सेति पय शास्त्र रे कह जाय नित्यो नित्यानां चेतनाश्चेतनानाम् एको बहुनां यो विदधाति कामान्। तो जेते सब लोक अछंती तांकर ने लीडर अछि नित्यो नित्यानाम मन रखियो नित्यो नित्यानाम चेतनाश्चेतनानाम सब लोकଙ୍କର ने लीडर अछि आ से लीडर कौन करंती जहार जहा जिंस दरकार से सब जोगांती। सेकेंड वर्ल्ड वॉर पर सॉरी फर्स्ट वर्ल्ड वॉर पर जर्मनी रे लोक माने खाइବାକୁ पाउनथिले सेतବେଳେ ଗୋଟେ ଟ୍ରକ୍ ବୁଝି ସରି ଜର୍ମାନ ୟୁଏସଏସଆର ମାନେ ରୁଷ ରେ ଲୋକ ଖାଇବାକୁ ପାଉନଥିଲେ ସେତେବେଳେ ଟ୍ରକ୍ ବୁଝେଇ ସବୁ ରୁଟି ଆଣିକି ଦଉଥିଲେ ବାଣ୍ଟୁଥିଲେ। ତ ଯାହା ଯିଏ ସବୁ ବାଣ୍ଟୁଥିଲେ ଯୋଉ ଲୋକଙ୍କୁ ବାଣ୍ଟୁଥିଲେ ସେ ଲୋକମାନେ କଣ କହିଲେ ଆମର ଭଗବାନ ହେଲେ ଏଇମାନେ ଯୋଉମାନେ ରୁଟି ବ୍ରେଡ ଆଣ୍ଡ ବଟର ଆମକୁ ଦଉଛନ୍ତି। ତ ବାସ୍ତବରେ ସିଏ ନିଜେ ରୁଟି ପାଇଁ ମଇଦା ଅଟା ଏସବୁ ଜିନିଷ ସିଏ ବନେଇ ନାହାନ୍ତି ଭଗବାନ ସପ୍ଲାଏ କରିଛନ୍ତି ଇଏ କେବଳ ତାଙ୍କୁ ନେଇକି ପହଞ୍ଚଉଛନ୍ତି ସପ୍ଲାୟର। ଓକେ ତେଣୁ ସେଥିପାଇଁ ଯେତେବେଳେ ଆମେ ଭଗବାନଙ୍କୁ ହେୟଜ୍ଞାନ କରିକି ଆମେ ଯେତେବେଳେ ହୁମ୍ସିକାଲି ନିଜ ମନ ଇଚ୍ଛା ଭାବରେ ମନ ମୁତାବକ ଇନ୍ଦ୍ରିୟକୁ ଭୋଗ କରିବା ପାଇଁ କିଛି ବି କରନ୍ତି ତେଣୁ ଆମକୁ ସମସ୍ୟା ଆସେ ଯେତେବେଳେ ଆମେ ଭଗବାନଙ୍କୁ ଭୁଲି ଯାଆନ୍ତି ଆଉ ଭୁଲି ଯାଆନ୍ତି କି ସମସ୍ତେ ଭଗବାନଙ୍କ ସନ୍ତାନ ବୋଲି ଆଉ ଅନ୍ୟକୁ ଈର୍ଷା କରନ୍ତି ହିରଣ୍ୟକଶିପୁ କଂସ ଦୁର୍ଯ୍ୟୋଧନ କି ଆଲେକ୍ଜାଣ୍ଡର ହିଟଲର ଏମାନେ ସବୁ ଏଇ ନିଜେ ଚାହାନ୍ତି ସେଣ୍ଟର ଅଫ ୟୁନିଭର୍ସ ସାରା ଆମେ ପଢିଥିଲା ଆଲେକ୍ଜାଣ୍ଡର ଦ ଗ୍ରେଟ କି ପଢି ମୁଁ ହିଁ କ୍ଷେତ୍ର ସେତେବେଳେ ସେ ଭାବନ୍ତି ସମସ୍ୟାରେ ଆସନ୍ତି ପଡନ୍ତି ହିଟଲର ଏତେ ଲୋକଙ୍କୁ ମାରିଦେଲେ କେହି ଜାଣିଛନ୍ତି ହିଟଲର କେମିତି ମୃତ୍ୟୁବରଣ କଲେ? ଅଙ୍କିତା ମାତାଜୀ କହିପାରିବ ହିଟଲର କେମିତି ମୃତ୍ୟୁବରଣ କଲେ? हरे कृष्णा प्रभु जी से ନିଜକୁ ଶୁଟ୍ କରିକି ପରଫେକ୍ଟ ଏତେ ଲୋକଙ୍କୁ ମାରି ଯେତେବେଳେ ବି ଆମେ ଭଗବାନଙ୍କର କୌଣସି ଜିନିଷ ପ୍ରତି ଈର୍ଷା କରିବା ସେତେବେଳେ ତାର ବିପଜ୍ଜନକ ପରିସ୍ଥିତି ଆମକୁ ଭୋଗ କରିବାକୁ ପଡିବ। ତ ଆମେ ଏବେ ଆକ୍ଟିଭିଟି 1 ଯିବା ସମସ୍ତଙ୍କୁ ସେୟାର କରିଦେଇଛି ଗ୍ରୁପ ରେ। ତ ଆକ୍ଟିଭିଟି 1 ରେ ତିନିଟା ଛୋଟ କୋଶ୍ଚିନ୍ ଅଛି 3 ଲାଇନ କୋଶ୍ଚିନ୍ ବସ୍ ସମସ୍ତେ ଦେଖିପାରିବ କୋଶ୍ଚିନ୍ ରେ ଲେଖା ଅଛି ରାଇଟ କନସେପ୍ସନ ମାନେ କଣ ରାଇଟ କନସିୟସନେସ ମାନେ କଣ ହୋଲ ୱାର୍ल्ଡ ଇଜ ଲୁକିଂ ଫର କଣ। तो ऊपर 1 ରୁ 8 ଲେଖା ହେଇଛି ଇଗୋ ଫ୍ରେଣ୍ଡଲି ସରି ଆଗ ଫାଷ୍ଟ ଇଗୋ ଫ୍ରେଣ୍ଡଲି ତାପରେ 2 ରେ ଏନ୍ଜୟିଂ ମେଣ୍ଟାଲିଟି 3rd ରେ ଇଗୋ ଫ୍ରେଣ୍ଡଲି 4th ରେ ସର୍ଭିସ ମେଣ୍ଟାଲିଟି ସେବା ମନୋଭାବ ତାପରେ 5 ରେ ସ୍ୱାମୀ ଅର୍ଥାତ ମାଷ୍ଟର 6 ରେ ସେବକ 7 ରେ ହେଲେ ଭଗବାନ 8 ରେ ହେଲେ ଆମେ ମାନେ। ତ ରାଇଟ କନସେପ୍ସନ ଜାଗାରେ କଣ ଲେଖା ହବ କିଏ ଅନମ୍ୟୁଟ କରି କହିପାରିବ? ତ ମୁଁ ଗୋଟେ କହିଦଉଛି ରାଇଟ କନସିୟସନେସ ଟା ତମେ କହିବ ରାଇଟ କନସେପ୍ସନ ହେଲା ରାଇଟ କନସେପ୍ସନ ଇଜ ଗଡ ଇଜ ମାଷ୍ଟର ମାନେ ଗଡ ଇଜ ମାଷ୍ଟର ମାନେ କଣ 7 ଆଉ 5 ଏ ବି ରେ 7 5 ରହିଲା ଆଣ୍ଡ वी आर सर्वेंट राइट कंसेप्शन कहला गॉड इज मास्टर वी आर सर्वेंट ओके व्हेन राइट कॉन्शियसनेस कौन हबो के अनम्यूट करी कहबो राइट कॉन्शियसनेस सत्यव्रत कहबो राइट कॉन्शियसनेस कौन आसीबो? हरे कृष्ण प्रभु जी इगो फ्रेंडली अरे हाय
ମୁଁ ଏବେ କହିଲି ରାइट कॉन्शियसनेस कौन ठीक चेतनाटा कौन कहथिली हमें राइट कॉन्शियसनेस इज सर्विस मेंटालिटी चारि नॉट एंजॉयिंग मेंटालिटी सेवा वृत्ति भोग वृत्ति ହେଲା सेवा वृत्ति ठीक चेतना कौन सेवा वृत्ति सेवा करवा कहीं समस्त भगवान का संतान आम समस्त सेवा करवा कहीं आम भगवान को भल पाचे तो भगवान सब किसी को आम भल पाती भोग वृत्ति रे एक्सप्लोइटेटिंग नेचर एस्केपिंग नेचर थाए भोग वृत्ति तो भोग वृत्ति माने कौन संसार को मु भोग करी ओके तो होल वर्ल्ड इज लुकिंग फॉर को एनवायरमेंट ईगो फ्रेंडली ना इको फ्रेंडली कहते इको फ्रेंडली एनवायरमेंट परिवेश रे इको फ्रेंडली हवा दरकार रिलेशन ने कौन हवा दरकार ईगो फ्रेंडली ईगो आम ईगो हट हो गला तो समस्या पड़ार ना तो सरीगला कही तापर आम टे आउ टे जिन भितर को जीवा देख समस्ते चाहती क्या गोटे भल पाइबापी कौन से जिनस को भल पाइबापी केमी ना हो कहीं भल पाइबापी चाहती किए नोबेल को नोबेल है कि गीत है कि मूवी को भल पाऊँ मूवी देखापी कि हरे कृष्ण तो म्यूट कर दियो यदि किसी ना म्यूट कर दियो आम शुणा प्रथम भगवान विषय तापर आम क्वेश्चन आंसर भी करवा तो जमी कार कार थाए कि भावती आम अन्य को भल पाइबा दरकार तेणु से भल पाइबार गोटे इच्छा थाए कि मुझे अन्य को भल पाऊँ तो अन्य मैंने से अनुसार आदान प्रदान करते गोटे छोट छुआटे से माँ को भल पाऊँ माँ भी सहित आदान प्रदान करुच्ची सिंपल गोटे छोट पिलाटे से बापा को भल पाऊँ बापा को आदान प्रदान करुच्ची बापा ताको कांधरे बसैकी घोड़ा भाया से कौन ताको चली चली नहीं जाऊँगी तेणु आउ जहाँ को भी आम भल पाती तार सेवा करने पसंद आसे बाप पुओ को भल पाए तो पुअर सेवा करने पसंद आसे आम देखती गाँव घरे सब देखती कुकुर कि गध गध तो मुझे देखनी कुकुर है काऊ है गाई गाई है एमाने कौन मनीष मान सेवा करती है गोटे भाव एबे गोटे ग्रेजुएट इंजीनियर अच्छी ट्रेनी अच्छी सी तार बॉस पाक गला से गोटे कंपनी चाकरी कर बॉस पाक गला तो बॉस को कहला कि मुझे तुम कौन काम करी ना बॉस तक काम देदेला तो बॉस को से काम कर राति हो गलानी बॉस गला पर से जीव है बॉस कंपनी को सर्व करमडी को सब सर्व कर कंपनी जे मालिक थी तार जे बॉस थी तो कि सी तार पिला को सल्व कर तो समस्ते गोटे आउ गोटे लोक को सेवा करी जाती किंतु एठी आमे देखुचे केते भी गोटे लोक बुढ़ा लोकटे से तार स्त्री मरी जाए तो तार कई ना संपर्क कई ना सी कहार देखते बेले से कुकुर रखती पेट डग पेस्ट पुसी कैट सब रखी था गोटे बिस्कुट खुई दौथे गोटे केयर नौथे कला बेले कुकुर को बांधिकी नहीं जाऊे कारण समस्ते आम चाहती भल पाइबार गोटे आदान प्रदान आसू आम अन्य को भल पाइबार ये आदान प्रदान टा रखा तेणु से समस्ते दुनिया रे कौन कर जड़े क्या ना क्या आम भल पाँच क्या ना क्या ये भल पाइबा गुणटा अच्छे आम हिंदू हूँ मुस्लिम हूँ ख्रीस्टियान हूँ बुद्धिस्ट कि पाठ पढ़िया पिला हूँ कि अपाठुआ हूँ कि कौन कहीपर धनी गरीब कि भल देखा कि खराब देखा समस्त गोटे स्ट्रंग वीक अच्छी आम अन्य को भल पाइबा अन्यर सेवा करवा इवन बाघ सिंह भी अन्य को भल पाती छोट छोट पिला जो था भल पाती सेवा करती तेणु तेणु धर्म कौन कही कि अन्य को भल पाइबा सेवा करवा किंतु ये को जगार आम व्यवहार करिपरिबा आउ टिके सुनिबा ये जो भल पाइबा आउ सेवा करिवार प्रवृत्ति को आम को जागे टाणी परिबा एक्सपैंड करि परिबा एटा गोटे महत्वपूर्ण जिनस आम एतले निज को किसी फैसिलिटी दौचे एंजॉय करूचे ताको कहा जाए सेंस ग्रेटिफिकेशन इंद्रिय तृप्ति निज पाई यदि आम किसी करूचे एबे यदि निज व्यतीत अलग कहाँ करिपरिबा तर मु घरे आम घरे मो बापा माँ मते भल पाइले तो मु भी बापा माँ को भल पाइली किंतु मु जो बापा माँ संरक्षण बाहर को आसिली जो मो सांगसाथी को भल पाइली मो जातिर लोक भल पाइली मो स्कूल सांग मान भल पाइली कि मो डिस्ट्रिक्ट पिला भल पाइली कि धीरे धीरे बढ़ी 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 मोर कौन आसब मो देश को भल पाइली देश कौन देशात्मबोधक हेली तो समाज सेवा कली तो यही सब जिन आसो केतले आम धीरे धीरे आम भल पाइबा एक्सटेंड करी जीवा तेणु भल पाइबार प्रवृत्ति केबे समाप्त हुएनी केबे सैटिस्फाइड ही न थाए तेणु से सब इनकम्प्लीट आम हार्ट रे थाए कहीं इनकम्प्लीट थाए जे पर्यंत
ଯେହେତୁ ଗୋଟେ ଭଲ ପାଇବା ବ୍ୟକ୍ତି, ଯିଏ ତାର ଯାହାକୁ ଭଲ ପାଉଛି ଯେପର୍ଯ୍ୟନ୍ତ ତାକୁ ମିଟ୍ କରିନି ସେ ପର୍ଯ୍ୟନ୍ତ ସିଏ ଅଶାନ୍ତ ଥିବ, ଅର୍ଥାତ୍ ସେ ପର୍ଯ୍ୟନ୍ତ ସିଏ ଇନକମ୍ପ୍ଲିଟ ଫିଲ୍ କରୁଥିବ। ଯେତେବେଳେ ଆମର ଭଲ ପାଇବାଟା ଭଗବାନଙ୍କ ପାଇଁ ପହଞ୍ଚିନି ସେ ପର୍ଯ୍ୟନ୍ତ ଆମେ ଭଲ ପାଇବାଟା କମ୍ପ୍ଲିଟ ନଥିବ। ତ ଏବେ ଗୋଟେ ଗ୍ରାଫିକ ଏକ୍ଜାମ୍ପଲ ଦଉଛି, ଲୋକମାନେ ମାନବିକତାର ଆଧାରରେ ଅନ୍ୟ ଲୋକକୁ ଭଲ ପାଆନ୍ତି, କିନ୍ତୁ ସେଇ ଲୋକ ଚିକେନ ମଟନ ଖାଉଥିବେ ହୋଟେଲରେ ବସିକି। ତ ଏଇ ଭଲ ପାଇବାଟା କେତେ ଦୂର ଠିକ, ଏଇଟା ମୋର ପ୍ରଶ୍ନ। ତ କେହି ଜଣେ ଅନମ୍ୟୁଟ କରିକି ଆନ୍ସର କରିପାରିବେ, ଏଇ ଭଲ ପାଇବାଟା କେତେ ଦୂର ଯୁକ୍ତିଯୁକ୍ତ। ଆମେ ଭଲ ପାଉଛେ ଅନ୍ୟକୁ, କିନ୍ତୁ ଆମେ ଦେଖିଲା ବେଳକୁ ଗୋଟେ ଜୀବକୁ ଆମେ ହତ୍ୟା କରିକି ଖାଉଛେ। ଇଆଡେ କହୁଛେ କି ସମସ୍ତ ମାନବିକତାକୁ ଭଲ ପାଅ, ମଣିଷ ମାନଙ୍କୁ ଭଲ ପାଅ, ଏଠି କାଓ ଫ୍ଲେଶ ଗୋଟ ଫ୍ଲେଶ ଖାଉଛେ। ତ ଏଇ ଭଲ ପାଇବାଟା କେତେ ଦୂର ଯୁକ୍ତିଯୁକ୍ତ କହିବ ରେ? ଆଦିତ୍ୟ କହିବ। हरे कृष्ण प्रभु जी, दंडवत प्रणाम। ହଁ प्रभु जी एटा ଯୁକ୍ତିଯୁକ୍ତ ନୁହଁ। ଯୁକ୍ତିଯୁକ୍ତ ନୁହଁ। ତେଣୁ ସେଥିପାଇଁ ଆମର ଭଲ ପାଇବାଟା ଯେତେବେଳେ ଭଗବାନଙ୍କର ସମସ୍ତଙ୍କୁ ଭଲ ପାଉଛେ, ଯେମିତି ମୁଁ ଏକ୍ଜାମ୍ପଲ ଦେଇଥିଲି, ଗୋଟେ ଝିଅଟେ ତାର ଶାଶୁଘରକୁ ଯାଉଛି, ତ ତାର ଯୋଉ ଝିଅର ଭାଇ ରହିଲା, ତ ସିଏ ଶାଶୁଘର ଲୋକଙ୍କର ଯୋଉ ରିଲେଟିଭ ମାନେ ରହିଲେ ତାର ବି ସିଏ ମାନେ ପ୍ରିୟ ହେଇଯାଆନ୍ତି, କାହିଁକି? ସମ୍ପର୍କଟା ଏକ୍ସଟାବ୍ଲିଶ ହେଇଛି। ତେଣୁ ଆମେ ଯେତେବେଳେ ଭଗବାନଙ୍କୁ ଭଲ ପାଉଛେ, ତାପରେ କୌଣସି ଜୀବ ମାନଙ୍କୁ ଭଲ ପାଇବାର ଅଛି, ତାହେଲେ ଆମେ ସମସ୍ତଙ୍କୁ ଭଲ ପାଇବା। ଜଣକୁ ଭଲ ପାଇଲେ ଏମିତି ହବନି, ଜଣଙ୍କ ପାଇଁ ଭଲ ପାଇବା ଆଉ ଜଣଙ୍କ ପାଇଁ ଈର୍ଷା କରିବା ଏମିତି ହବନି। ତ ଆକ୍ଟିଭିଟି 2 ଅଛି, ସମସ୍ତେ କରିବ। ଆକ୍ଟିଭିଟି 2 ରେ ମୁଁ ଆନ୍ସର କହିବିନି, କିନ୍ତୁ ଆକ୍ଟିଭିଟି 2 ସମସ୍ତେ କରିବ। ତା ଆଗକୁ ଯିବା ଆମେ, କୋଉଠି ସେଲ୍ଫଲେସ୍ ଲଭ୍ ଆଉ କୋଉଠି ସେଲ୍ଫିଶନେସ୍। ଆମେ କଥା କଥାରେ କହିଦଉଛେ ଆରେ ତମେ ତ ବହୁତ ସେଲ୍ଫିଶ କହିଦଉଛେ। ତ ଏ ସେଲ୍ଫଲେସ୍ ଲଭ୍ ଆଉ ସେଲ୍ଫିଶ ଲଭ୍ ଭିତରେ ଟିକେ ଡିଫରେନ୍ସିଏସନ ଦେଖିବା। ତ ଯେତେବେଳେ ମା ଆମକୁ କିଛି ପୁରା ବଢିଆ ସେ ଖାଦ୍ୟ ପ୍ରଦାନ କରନ୍ତି, ସର୍ବ ଥାଳିରେ ଆଣିକି ବାଢିକି ଦିଅନ୍ତି, ତ ସେଇଟା ମା ଆମକୁ ଭଲ ପାଇକି କରନ୍ତି। କେବେ ମାଙ୍କୁ କହିଛି ମା ତମେ ତ ସବୁଦିନ ରୋଷେଇ କରୁଛୁ, ମାସକୁ ନେଇ ଦରମା ତୋର ଏତିକି? କେହି କେବେ କହିଛନ୍ତି? କେହି କହିନାହାନ୍ତି। କି ବାପା ଧର କୁଣିଆ ଘର ଆସିଛନ୍ତି, ଆମେ ତାଙ୍କଠୁ ତାଙ୍କ ବେଗ ଟା ଆଣିକି ଘର ପର୍ଯ୍ୟନ୍ତ ଆଣିକି ଆସିଲେ, ତାଙ୍କୁ ଗାଡିରେ ବସେଇକି ଆସିଲେ, ଆମେ ପଇସା ଦିଅ, ଅଟୋ ଭଡା ଦିଅ, କି ବାଇକ ରେ ବସେଇକି ଆଣିଲି ତାକୁ ଦିଅ, କେବେ କୁହନ୍ତିନି। ଯୋଉଠି ଭଲ ପାଇବାର ଆଧାରଟା, ମାନେ ବନ୍ଧୁତ୍ୱର ଆଧାର କି ସମ୍ପର୍କର ଆଧାରଟା ଭଲ ପାଇବା ନୁହେଁ, ସେତେବେଳେ ଆମେ ଚାହାନ୍ତିନି ସେବା କରିବା ପାଇଁ। ଆଉଥରେ କହିଦଉଛି, ଯେତେବେଳେ ସମ୍ପର୍କର ଆଧାର ଭଲ ପାଇବା ନୁହଁ, ଯୋଉ ସମ୍ପର୍କ ଆମେ ବନେଇକି ରଖିଛେ ତାର ଆଧାର ଯଦି ଭଲ ପାଇବା ନୁହଁ, ସେତେବେଳେ ଆମେ ସେବା କରିବା ପାଇଁ ଚାହାନ୍ତିନି। ଗୋଟେ କମ୍ପାନୀରେ ଗୋଟେ ଲୋକଟେ, ଧର ମୁଁ ପ୍ରାକ୍ଟିକାଲ କହୁଛି, ମୁଁ ଅଫିସରେ ଚାକିରି କରିଛି, ତ ମୋର କଣ ଇଚ୍ଛା ହୁଏ, ଆଉ ଏଇଟା ଆପତ୍ତିଜନକ ହେଇଯିବ, ତେଣୁ ଧର ଗୋଟେ ଲୋକଟେ ଚାକିରି କରିଛି, ତ ତାର କଣ ଇଚ୍ଛା ହବ, ମୋ ବସ୍ ଟା କୁଆଡେ ପଳା ଛୁଟି ଫୁଟିରେ ପଳଉଛି, ନୂଆ ବର୍ଷରେ ଭଲ ହବ, ମୁଁ ଆରାମସେ ଅଫିସରେ ଗୋଡ ଟେକିକି ଶୋଇବି। ସମସ୍ତେ ଚାହିଁବେ। କି ବସ୍ ଚାହୁଁଥିବ କମ ସାଲାରୀ ଦେଇକି ଅଧିକ କାମ ହଜମ କରିବା ପାଇଁ, ଆଉ ଯିଏ ଏମ୍ପ୍ଲୟି ଥିବ ସିଏ ଭାବୁଥିବ ମୁଁ ବରଂ ଅଳ୍ପ କାମ କରିବି କିନ୍ତୁ ଅଧିକ ସାଲାରୀ ପାଇବି। ଏଇଟା ହେଲା କହନ୍ତି ଏକ୍ସପ୍ଲୋଇଟେଟିଭ ରିଲେସନସିପ, ମାନେ ଜଣେ ଅନ୍ୟକୁ ଲୁଣ୍ଠନ କେବଳ କରିବାର ଉଦ୍ଦେଶ୍ୟ ରଖି ଆସିଛେ। ମା କେତେ କାମ କରିକି ଘର କିଚେନ ପୁରା ଖରା ବର୍ଷା ଶୀତରେ ସେ କିଚେନ ସମ୍ଭାଳିବ, ଆମକୁ ଟେଷ୍ଟି ଟେଷ୍ଟି ଖାଦ୍ୟ ଦିଅନ୍ତି, ଆମର କଣ ତାର ପିଲାକୁ ଦିଏ, ତାର ସ୍ଵାମୀକୁ ଦିଏ, ସମସ୍ତଙ୍କୁ ଦିଏ, କିନ୍ତୁ ସିଏ କେବେ ଭାବେନି କି ନାଇଁ ମୁଁ ଏତେ କଷ୍ଟ କରିବି କାହିଁକି, କାହିଁକି ନା ତାର ଭଲ ପାଇବା ଅଛି ପିଲାଙ୍କ ପ୍ରତି। କିନ୍ତୁ ଯେତେବେଳେ ଯାଇଥିବ କି ଟ୍ରେନରେ ଯାଉଥିବ, ଟ୍ରେନରେ ଦେଖିବ ସେ ଗରମ ଗରମ ପୁରୀ ହାଲୁଆ ଖିଚୁଡି ପିଚୁଡି ଯାହା ସବୁ ଆଣିକି ଦଉଥିବେ, ପୁରା ବଢିଆ ବାସ୍ନା ହଉଥିବ, କିନ୍ତୁ ଯଦି ଭୁଲରେ ତମେ ଖାଇଦେଲ କଣ ହବ, ପେଟ ଖରାପ ହେଇଯିବ, ସାଙ୍ଗେ ସାଙ୍ଗେ ଲାଟ୍ରିନ୍ ଦୌଡିବ, କାହିଁକି ନା ସେଇଟା 2-3 ଦିନର ତଳର ଖାଦ୍ୟ ଥାଏ, ତା ସାଙ୍ଗରେ ସେଇଟା ଖରାପ ତେଲରେ ରୋଷେଇ କରିଥାନ୍ତି। ତ ମା ଯୋଉଟା ରୋଷେଇ କରିଥାନ୍ତି ସେଇଟା ଫୁଡ ଆମର ହେଲ୍ଥ ପାଇଁ ଭଲ, ହାର୍ଟ ପାଇଁ ବି ଭଲ, ପ୍ଲିଜିଂ ଲାଗେ, ଭଲ ଲାଗେ, ଶାଗ ସନ୍ତୁଳା ହେଲେ ବି ଚଳିଯାଏ। କିନ୍ତୁ ବାହାର ଲୋକ ଯେତେ ପ୍ଲିଜିଂ ଲାଗିଲେ ମଧ୍ୟ ସେଥିରେ ଭଲ ପାଇବା ନଥାଏ, ପକେଟ ସେମାନେ ଆମର ଦେଖନ୍ତି କି ନାଇଁ ଇଏ କେତେ ପଇସା ଆମକୁ ଦେଇପାରିବ, ଡିଫରେନ୍ସ ହେଲା ଏତିକି। ତେଣୁ ମା ଆମକୁ ଭଲ ପାଇବାରେ ସେବା କରନ୍ତି, କିନ୍ତୁ ବାହାର ଲୋକ ଯୋଉମାନେ ଆମ ପ୍ରତି ଭଲ ପାଇବା ନାହିଁ ସେମାନେ ଆମର ପଇସା ଦେଖନ୍ତି। ବେଳେ ବେଳେ ଆମେ କାହା ସହିତ ସମ୍ପର୍କରେ ବାନ୍ଧି ହେଇକି ଥାଆନ୍ତି, କଥା ହୁଅନ୍ତି, ଭଲ ପାଆନ୍ତି, ତ ଆମ ହୃଦୟ ଟା ପ୍ରସନ୍ନ ହୁଏ। ସମସ୍ତେ ଆମେ ଚାହାନ୍ତି କି ନାଇଁ ଏଇ ଲୋକଟା ଭଲ ଲୋକ, ଆଙ୍କ ସାଙ୍ଗେ କଥା ହେଲେ କି ଆଙ୍କ ସାଙ୍ଗେ ଆଦାନ ପ୍ରଦାନ କଲେ ମତେ ଭଲ ଲାଗୁଛି, ଏ ସବୁଦିନ ଆମେ ଭଲ କଥା ହେଇପାରିବା କି ଆଦାନ ପ୍ରଦାନ କରିପାରିବା, ଆମର ଇଚ୍ଛା ହୁଏ। କିନ୍ତୁ ସେ ଇଚ୍ଛା ସବୁଦିନ ମାନେ କଣ କେତେ ସମୟ ପର୍ଯ୍ୟନ୍ତ,
ଏତେବେଳେ ପର୍ଯ୍ୟନ୍ତ 70 80 ବର୍ଷ 100 ବର୍ଷ ପର୍ଯ୍ୟନ୍ତ ହିଁ ଥିବ। କାହିଁକି ନା ଯାହାକୁ ଆମେ ଭଲ ପାଉଛେ ଆମ ଇଚ୍ଛା ବିରୁଦ୍ଧରେ ସେ ଆମଠୁ ପଳାନ୍ତି। ଆଜି ବି ଦେଖୁଛେ ଯଦି ଆମ କାହା ସହିତ ସମ୍ପର୍କ ଭଲ ଅଛି, କାଲି ତାର ଆଉ କାହା ସହିତ ସମ୍ପର୍କ ଭଲ ରହିଲେ ସିଏ ମାରଡିଆଁ ଛୁ ପିଛେ ମୁଡ ତେଜ ଚାଲ। କିନ୍ତୁ ଆମେ ଯେତେବେଳେ ଭଲ ପାଉଛେ ଆମେ ଚାହାନ୍ତି କି ସମସ୍ତଙ୍କର ସହିତ ଆମର ଭଲ ପାଇବା ସମ୍ପର୍କଟା ହଉ ସବୁଦିନ ପାଇଁ। କଣ ଜନ୍ମ 7 ଜନ୍ମ ତ ଜନ୍ମ ଜନ୍ମ ଯାହା ଥାଉ ଥାଉ। କିନ୍ତୁ ଟେମ୍ପରାରୀ ଆମେ ଯୋଉ ବାପା ମାଙ୍କୁ ଆମେ ଭଲ ପାଉଛେ, କିନ୍ତୁ ବାପା ମାଙ୍କର ବୟସ ହେଇଗଲା ଆଉ 40 ବର୍ଷ ପରେ ସେମାନେ ଗାୟବ ହେଇଯିବେ। ତ ପୁଣି ଆମେ ଆଉ କାହାକୁ ପୁଣି ଭଲ ପାଇବା କି ଆମେ ମରିଗଲେ ପୁଣି ଆମକୁ ଆଉ ଗୋଟେ ନୂଆ ସେଟ ବାପା ମା ମିଳିବ। ବୁଦ୍ଧିମାନ ଲୋକ ସିଏ, ଟର୍ଣ୍ଣିଂ ପଏଣ୍ଟ ଏଇଠି ଅଛି ସମସ୍ତେ ମନେ ରଖିବ। ବୁଦ୍ଧିମାନ ଲୋକ ସିଏ ଯିଏ ଭଗବାନଙ୍କ ପ୍ରତି ବାସ୍ତବ ଭଲ ପାଇବାଟା ନିଜ ହୃଦୟରେ ଜାଗ୍ରତ କରେ। ତା ଦ୍ଵାରା କଣ, ମୁଁ ମରିଗଲି, ମୁଁ ଆଉ ଗୋଟେ ବାପା ମାଙ୍କୁ ଭଲ ପାଉଥିଲି, ଏବେ ମୋର ଭଲ ପାଇବାଟା ପୁଣି ଆଉ ଗୋଟେ ଟେମ୍ପରାରୀ ବାପା ମା ସେଟ ଦିଆହବ, ନୂଆ ସେଟ। ପୁଣି ସେଠି ମରିଗଲି ଆଉ ଗୋଟେ ବାପା ମା ନୂଆ ସେଟ। କଣ ହବ? କିନ୍ତୁ ଆମେ ଯେତେବେଳେ ଭଗବାନଙ୍କୁ ଭଲ ପାଇବା, ତ ଜନ୍ମ ମୃତ୍ୟୁ ଚକ୍ରରୁ ଆମେ ଉଦ୍ଧାର ହେଇଯାଇଥିବା ଗ୍ଲୋବାଲ ଫାଦର ମଦର। ଗ୍ଲୋବାଲ ଫାଦର ମଦର ଲକ୍ଷ୍ମୀ ନାରାୟଣ, ରାମ ସୀତା କିମ୍ବା ଆମର ରାଧା କୃଷ୍ଣ, ତ ଏମାନେ ମାନେ ଆମର ପରମ ପିତା ପରମ ମାତା, ମାନେ ଭଗବାନ ଆମ ପାଇଁ। କିନ୍ତୁ ଆମେ ତାଙ୍କୁ ଛାଡି କେତେବେଳେ ଲୋକାଲ ଫାଦର ମଦର ଗ୍ରହଣ କରିଦିଅନ୍ତି, ସେତେବେଳେ କଣ ଆମେ କଷ୍ଟ ପାଆନ୍ତି। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି କି ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ତବରାନ ନିବୋଧତ। ପ୍ରାପ୍ତବରାନ ମାନେ ଯୋଉଟା ଆମ ପାଇଁ ଶ୍ରେଷ୍ଠ ତାକୁ ଗ୍ରହଣ କର। ମଣିଷ ଜନ୍ମ ପାଇଛନ୍ତି, ଭଗବତ ଧାମ ଯିବା ପାଇଁ ଆମକୁ ସ୍ତ୍ରୀୟ ମିଳିଛି, ତ ଆମେ ଯିବା ଉଚିତ। ଜେନୁଇନ ଆମର ଯଦି କାହା ପ୍ରତି ଜେନୁଇନ ଭଲ ପାଇବା ରହିବ, ସମସ୍ତେ ଚାହିଁବେ ସେ ଭଲ ପାଇବାଟା ସବୁଦିନ ପର୍ଯ୍ୟନ୍ତ ଥାଉ। ଅନମୋଟିଭେଟେଡ କିଏ ଚାହ କି ନାଇଁ ମୁଁ ଯାହାକୁ ଭଲ ପାଉଛି, ମୋର ପରିବାର ହୁଅନ୍ତୁ ସାଙ୍ଗସାଥି ହୁଅନ୍ତୁ ଯିଏ ବି ହୁଅନ୍ତୁ, ସେ ଭଲ ପାଇବା ପଛରେ ଗୋଟେ ତାଙ୍କର ଗୋଟେ ସେଲଫିଶ ଡିଜାୟାର ଥାଉ, କି ହଉଛି କାରଣ ଥାଉ ନା ଏଇଥିପାଇଁ ଭଲ ପାଉଛି। ଛୋଟ ଛୁଆଟେ ତା ମା ଠୁ କ୍ଷୀର ପିଉଛି, ତ ସେ କ୍ଷୀର ପିଲା ବେଳେ ସେ କଣ ବଣ୍ଡ କରିକି ଆସିଥିଲା କି ମା ତୁ ଯଦି କ୍ଷୀର ମତେ ମାସେ ନଦବୁ କି 6 ମାସ ନଦବୁ ତାହେଲେ ମୁଁ ତୋ ନାଁରେ କେସ୍ କରିବି, ସେ କେବେ କହିଥିବ? କେବେ କହିନଥିବ। ତେଣୁ ସେ ଭଲ ପାଇବାଟା ଅନମୋଟିଭେଟେଡ, ତା ପଛରେ କୌଣସି ମୋଟିଭ ନାହିଁ କି ଅନଇଣ୍ଟରେପ୍ଟେଡ, ସେ ସବୁବେଳେ ସେବା କରିବା ପାଇଁ ଚାହିଁବ ଯୋଉଟା। ତ ଏଇଭଳିଆ ଭଲ ପାଇବା ପାଇଲେ ଆମ ହୃଦୟ ପ୍ରସନ୍ନ ହବ। ନହେଲେ ଆଜି ମତେ ନୋଟ ଦେଇଥିଲୁ, ତୁ କାଲି ପାଠ ପଢିଲୁ, ଅଧିକ ପଢିଦେଲୁ, ଅଧିକ ମାର୍କ ରଖିଥିଲୁ, ଦେଖିଲା ବେଳକୁ ମତେ କିଛି କହିଲୁନୁ, ସରିଲା। ସେ ଭଲ ପାଇବା କୋଉପଟେ ଆସେ କୋଉପଟେ ଯାଏ ଆମେ ବି ଜାଣନ୍ତିନି, ହେଲା। ତ ଭାଗବତରେ ବହୁତ ସୁନ୍ଦର ଶ୍ଲୋକ ବର୍ଣ୍ଣନା କରାଯାଇଛି। ମଣିଷର ଧର୍ମ କଣ, ପୁରା ଏକ୍ଜାକ୍ଟଲି ଭାଗବତମର ପ୍ରଥମ ସ୍କନ୍ଧ 2 ନମ୍ବର ଅଧ୍ୟାୟ 6 ନମ୍ବର ଶ୍ଲୋକରେ ବର୍ଣ୍ଣନା କରାଯାଇଛି। 1.2.6 ସବୈ ପୁଂସା ପರೋ ଧର୍ମ ಯತೋ ଭକ୍ତିରଧୋକ୍ଷଜେ अहेतुकीय प्रतिहता ययात्मा सुप्रसिद्धति। आत्मा सुप्रसिद्धति, आत्मा जो ଆମ ମଣିଷ ଶରୀର ପାଇଛି, ତ ଆତ୍ମାର ଗ୍ଲୋରି, ଆତ୍ମାର ଗୌରବ ଟା ଆମେ ପ୍ରାପ୍ତ ହେଇପାରିବା କେତେବେଳେ? ଯେତେବେଳେ ଆତ୍ମା ମଣିଷ ଶରୀରରେ ରହିକି ମଣିଷ ଶରୀରର ଧର୍ମକୁ ପାଳନ କରିବ। ଧର୍ମଟା କଣ? ଯେତ ଭକ୍ତି ଅଧୋକ୍ଷ, ମଣିଷ ଜୀବନର ଧର୍ମ କଣ? ଅଧୋକ୍ଷିତ ଭଗବାନ ବିଷ୍ଣୁଙ୍କର ସେବା କରିବା। ଏଇଟା ହେଲା ମଣିଷ ଧର୍ମ। ଧର୍ମ ସମସ୍ତଙ୍କ ଧର୍ମ, କିନ୍ତୁ ମଣିଷ ଧର୍ମରେ ଏଇଟା ଆମେ ପ୍ରାପ୍ତ ହେଇପାରିବା। ଆଉ ସେ ଭଲ ପାଇବା, ସେ ଭକ୍ତିଟାର ଫିଚର କଣ? ଅହେତୁକି, କୌଣସି କାରଣ ନାହିଁ। କୌଣସି କାରଣ ନାହିଁ। ମୁଁ କାହିଁକି ଭଗବାନଙ୍କୁ ଡାକୁଛି? ମୋର ସେମିଷ୍ଟର ଖରାପ ହେଇଯାଇଛି, ଭଗବାନ ଡାକୁଛି ଏଇଥିପାଇଁ ମାର୍କ ମିଳିଯାଉ, ବରଂ ଚାକିରିଟା ହେଇଯାଉ, ମୋ ବାପାଙ୍କର ଚାକିରି ଲାଗିଯାଉ। ବିଭିନ୍ନ ପ୍ରକାର କାରଣ ଅଛି, ଆମେ ଡାକି ପାରନ୍ତି। କିନ୍ତୁ ସତ ଭଲ ପାଇବାଟା କଣ? ଜେନୁଇନ ଭଲ ପାଇବାଟା କଣ ରହିବ? ଯୋଉଥିରେ ଅହେତୁକି, କୌଣସି କାରଣ ରହିବ ନାହିଁ। ଆଉ ଅପ୍ରତିହତା ମାନେ କଣ? ସବୁଦିନ ପର୍ଯ୍ୟନ୍ତ ସେ ଭଲ ପାଇବାଟା ରହିଥିବ। ତ ଅହେତୁକି ଅପ୍ରତିହତା। ଓକେ, ତ ଏଇ ପର୍ଯ୍ୟନ୍ତ ସମସ୍ତଙ୍କର ବୁଝିଗଲା। ସିମ୍ପଲ ସିମ୍ପଲ ଜିନିଷ କହିଛି କି ସେବା ବୃତ୍ତି କଣ, ଭୋଗ ବୃତ୍ତି କଣ, ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ମୁଡ କଣ, କୋଉ ମୁଡ ରେ ଭଗବାନଙ୍କୁ କନସିୟସନେସ ଚେତନା କଣ, ଆଉ ଧାରଣା କଣ, ଦିଟା ଜିନିଷ କହିଲି। ସେଲ୍ଫିଶ ସର୍ଭିସ ର କିଛି ଏକ୍ସାମ୍ପଲ ଦେଲି, ଆଉ ସେଲ୍ଫଲେସନେସ କହିଲି। ତ ଏସବୁ ଜିନିଷ ଆମକୁ କାହିଁକି ଦରକାର? କାହିଁକି ନା ଆମେ ଭଗବାନଙ୍କର ସେବା କରିବା ପାଇଁ କୋଉ ମନୋଭାବ ନବା, ସେକୁ ଗ୍ରହଣ କରିବା ଅଛି। ତ ବହୁତ ସମୟରେ ଆମେ ଭଗବାନଙ୍କ ବିଷୟରେ ଶୁଣନ୍ତି, କିନ୍ତୁ ଯେମିତି ଆମେ କହିପାରିବା ଭଗବାନଙ୍କର ବିଭିନ୍ନ ନାଁ ଅଛି, କିନ୍ତୁ ଭଗବାନଙ୍କ ବିଷୟରେ ଯେତେବେଳେ ଆମେ ଶୁଣନ୍ତି, ଏବେ ମୁଁ ପ୍ରଶ୍ନ ପଚାରୁଛି, ଯେମିତି ମୁଁ କହିଲି ମୁଁ ବାପା ମାଙ୍କୁ ଭଲ ପାଏ, କାହିଁକି ନା ବାପା ମାଙ୍କୁ ମୁଁ ଦେଖୁଛି, ବାପା ମାଙ୍କୁ ମୁଁ ସେମାନେ ମୋର ସେବା କରିଛନ୍ତି ବୋଲି ମୋର ଅନୁଭବ ବି ଅଛି। ସେଥିପାଇଁ ମୋର ତାଙ୍କ ସହିତ ପ୍ରେମ ଆଦାନ ପ୍ରଦାନ କରିବା ପାଇଁ ଇଚ୍ଛା ଅଛି। ଭଗବାନଙ୍କ ସହିତ ଭଲ ପାଇବା ସମୟରେ କଣ ଆମର ଅବଷ୍ଟାକେଲ, ବାଧାଟେ ଆସେ? କଣ ଆସେ? କିଏ କହିବ? ଆଟଲିଷ୍ଟ କୋଉ ଜିନିଷଟା ଆମକୁ ବାଧା ଲାଗେ?
ବାଧା ମାନେ ଅବଷ୍ଟାକଲ ଆସେ ଯଦି ଆମେ ବାପା ମାଙ୍କୁ ଭଲ ପାଉଛେ ସାମ୍ନାରେ ଦେଖୁଛେ ସିଏ ଆମ ପାଇଁ ଏହା କରିଛନ୍ତି ଆମେ ଜାଣୁଛେ ତାପରେ ଆମେ ଭଲ ପାଇ ପାରୁଛେ ତାପରେ ନୁହଁ ଭଲ ହିଁ ପାଉଛେ କିନ୍ତୁ ଭଗବାନଙ୍କ ପାଇଁ ଆମେ ଭଗବାନଙ୍କ ସହିତ ଆମେ କାହିଁକି ସମ୍ପର୍କ ସ୍ଥାପନ କରିପାରୁନେ କି ଭଲ ପାଇପାରୁନେ କୋଉ ଜିନିଷଟା ଅବଷ୍ଟାକଲ ଅଛି ବିଶ୍ୱଜିତ କହିଲ 2-3 ଜଣଙ୍କୁ ପଚାରିବି ବିଶ୍ୱଜିତ ପ୍ରଭୁ ଉମେଶ ପ୍ରଭୁ ଆଉ पूजा माता जी 3 जन विश्वजित प्रभु को फटाफट को आसीबनी ओ एटा एक्सरसाइज करिया टाइप रो ओके ठीक अछि हम देखिबा प्रभु जी। भगवान के सहित भल पाइबा समय को प्रकार प्रॉब्लम हुए हम उमेश प्रभु कोन हरे कृष्ण प्रभु जी। हरे कृष्ण एक्चुअली बुझिबारे प्रॉब्लम माने अंडरस्टैंडिंग रे प्रॉब्लम हुए जेहेतु हमें जानी नहीं से जिनसटा माने आम इग्नोरेंस ही हमें जानी पारनु तो से नॉलेज ता हम पाखे नाही जेमति कि ईश्वर सब किछि करथाने माने तांको पई ही पूरा सृष्टि चल थाए तो से जिनसटा किछि जण जानी नथांती तो सेति पई ही से माने भलो पाई पारंती ईश्वर को ओके जेहेतु बापा प्रॉपर माँ नॉलेज हमरो नाही भगवान के विषय रे ओके नेक्स्ट आउ कोन हे परिबो प्रॉब्लम पूजा माता जी हरे कृष्ण ओके आउ के कहबो अनम्यूट करके निज आडू कहि परिबो हरे हरे कृष्णा कृष्ण प्रभु जी। प्रभु जी। हरे कृष्ण ओके जणे जणे रश्मि माता जी तुम कहो प्रभु जी माया देवीଙ୍କ କବଳରେ ଆମେ କବଳିତ ହେଇଯାଇଥାନ୍ତି। ଓ ମାୟା ପଳେଇ ଆସିଲେ ନେକ୍ସଟ ଆଉ କଣ ଅପସନ प्रभु जी हरे लैक कृष्ण ऑफ फेथ। प्रभु जी। प्रभु जी ଆଉ ଆମେ ତାଙ୍କୁ ଡାଇରେକ୍ଟଲି କେବେ ତାଙ୍କୁ ଦେଖିନୁ କି ତାଙ୍କ ସହିତ କଥା ହେଇନୁ ପରଫେକ୍ଟ ଏଇ ଆଉ ଆନ୍ସର ଆମେ ଟା ହିଁ ଦରକାର ଥିଲା ଆମେ ଯେହେତୁ ବାପା ମାଙ୍କୁ ଦେଖୁଛେ ସେଥିପାଇଁ ଭଲ ପାଇବାଟା ଆମେ ଦେଖୁଛେ ଏତେ ସବୁ ଜିନିଷ ହେଇପାରୁଛି ଭଗବାନଙ୍କୁ ଆମେ ଦେଖିନେ ଯେତେବେଳେ ଆମେ କହୁଛେ ଭଗବାନଙ୍କୁ ଭଲ ପାଇବା ସେ ନିଡ୍ ବି ଆମର ଆବଶ୍ୟକତା ବି ଦରକାର ପଡେନି କଣ ପାଇଁ ଭଗବାନଙ୍କୁ ଭଲ ପାଇବା ମୁଁ ତ ଖାଉଛି ପିଉଛି ରହୁଛି ଟେନସନ ଫ୍ରି ହେଇକି ରହୁଛି ଭଗବାନଙ୍କୁ ଭଲ ପାଇବା କଣ ଦରକାର ଆମେ ଜାଣିପାର ମାନେ କିଛି ରିଲେଟ କରିପାରନ୍ତିନି ଯେ ପର୍ଯ୍ୟନ୍ତ ଜଣେ କେହି ସାଧୁ ଲୋକ ଆସିକି ଆମକୁ ଭଗବାନଙ୍କର ଆମର ଜୀବନରେ କଣ୍ଟ୍ରିବ୍ୟୁସନ ନ କହିଛନ୍ତି ସେ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ପ୍ରତି ଭଲ ପାଇବା ଯେ କୃତଜ୍ଞତାର ମନୋଭାବ ଆସେନି ଯେତେବେଳେ ଆମେ ଜାଣନ୍ତି ଏମିତି ଉମେଶ ପ୍ରଭୁ କହିଲେ ଭଗବାନଙ୍କ ବିଷୟରେ ଭଗବାନଙ୍କର ମହାନତା ବିଷୟରେ ଯେତେବେଳେ ଆମେ ଜାଣନ୍ତି ସେତେବେଳେ ଆମେ ମୁଣ୍ଡଟେ ନୁଆନ୍ତି ଯେତେବେଳେ ଭଗବାନଙ୍କ ବିଷୟରେ ଆମେ କହୁଛେ ତ ଭଗବାନ ବାସ୍ତବରେ କିଏ ଭଗବାନଙ୍କର ଅନଲିମିଟେଡ କ୍ୱାଲିଟି ଅଛି ତାଙ୍କର ମାନେ ଗୁଣ ଅନଲିମିଟେଡ ଗୁଣ ଭଗବାନ ଚରିତ୍ର ବହୁତ ସୁନ୍ଦର ଚରିତ୍ର ଭଗବାନଙ୍କର ଭଗବାନଙ୍କ ଭିତରେ ଅସମ ଉର୍ଦ୍ଧ୍ୱ ଭଗବାନଙ୍କ ସହିତ କେହି ସମାନ ନୁହନ୍ତି କି ତାଙ୍କଠୁ ଉର୍ଦ୍ଧ୍ୱ କେହି ନାହାନ୍ତି ଭଗବାନଙ୍କର ବିଭିନ୍ନ ନାଁ ବି ହେଇପାରେ କାହିଁକି ବିଭିନ୍ନ ନାଁ ହେଇପାରେ କେତେବେଳେ ଆମର ସୂର୍ଯ୍ୟ କହୁଛେ ସୂର୍ଯ୍ୟକୁ ଆମେ ସୂର୍ଯ୍ୟ କହିପାରିବା ଦିବାକର କହିପାରିବା ଭାସ୍କର କହିପାରିବା ବିଭିନ୍ନ ନାଁ ଅଛି କିନ୍ତୁ ଭଗବାନଙ୍କର ନାଁ ଯେମିତି ଆମେ ଶୁଣୁଛେ ଆଲ୍ଲା କ୍ରାଇଷ୍ଟ ଜିହୋବା ରାମ ତ ବିଭିନ୍ନ ନାଁ ଅଛି କିନ୍ତୁ ନାଁ କୋଉ ଅନୁସାରେ ଦିଆଯାଇଛି କି ଗୁଣ ଅନୁସାରେ ଦିଆଯାଇଛି ଯାହାର କୋଉ କୋଉ ଗୁଣ ଭଗବାନଙ୍କର ଏଇ ଗୁଣ ପାଇଁ ନା ରାମ ଶବ୍ଦର ଅର୍ଥ କଣ ଅଛି କି ଯିଏ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି ତ ଗ୍ରେଟେଷ୍ଟ ଭଗବାନଙ୍କ ନାଁ ଅଲମାଇଟି ମାନେ କଣ ଯିଏ ପୁରା ସର୍ବଶକ୍ତିମାନ ଭଗବାନ କୃଷ୍ଣ କେତେବେଳେ ନାଁ କହ ବିଭିନ୍ନ ନାଁ ଅଛି ତେଣୁ ସେଥିପାଇଁ ଅନଡାଉଟେଡଲି ଭଗବାନ ଜଣେ ଲୋକ ଭିନ୍ନ ଭିନ୍ନ ନାଁରେ ଆମେ ଭଗବାନଙ୍କୁ ଡାକୁଛେ କାହିଁକି ନା ଯିଏ ଯୋଉ ନାଁ ର ଯୋଉ ଗୁଣ ପ୍ରତି ଆକୃଷ୍ଟ ହେଇକି ଅଛନ୍ତି ଯୋଉ ଗୁଣ ପ୍ରତି ପରିଚିତ ହେଇକି ଅଛନ୍ତି ସେ ସେଇ ନାଁ ଅନୁସାରେ ଭଗବାନଙ୍କୁ ଡାକନ୍ତି କିନ୍ତୁ ଭଗବାନ ଗୋଟେ ଭାଗବତମର ପ୍ରଥମ ଶ୍ଲୋକର ପ୍ରଥମ ଲାଇନ ଅଛି ଜନ୍ମାଦ୍ୟସ୍ୟ ୟତଃ ଅନ୍ମୟାତ୍ ଜନ୍ମାଦି ଅସ୍ୟ ଜାତ ତ ଯାହାଙ୍କ ଠାରୁ ସାରା ସୃଷ୍ଟି ଆସିଛି ସେ ହେଲେ ଭଗବାନ ତେଣୁ ଭଗବାନଙ୍କର ଗୁଣ ତ ଅସମ ଉର୍ଦ୍ଧ୍ୱ ଆମେ ବର୍ଣ୍ଣନା କରିପାରିବାନି କିନ୍ତୁ ଆମେ ଜାଣିପାରିବା ଯାହାଙ୍କଠୁ ସବୁ କିଛି ଆସିଛି ସେ ହିଁ ଭଗବାନ ବୋଲି ତେଣୁ କେହି କହିପାରିବ କି ଏଇଭଳିଆ ଭିନ୍ନ ଭିନ୍ନ ଭଗବାନଙ୍କର ନାଁ ଅଛି ଦେବକୀ ନନ୍ଦନ ଯଶୋଦା ନନ୍ଦନ ରାମ କି ଗୋବିନ୍ଦ କେତେ ସବୁ ନାଁ ଅଛି ଭଗବାନଙ୍କର ତ ଏମିତି ଗୋଟେ ନାଁ କହିବ ଯୋଉ ନାଁ ରେ ଭଗବାନଙ୍କର ସବୁ ଗୁଣ ଅଛି କିଏ କହିନି ମୁଁ ତାଙ୍କୁ ପଚାରୁଛି ଓକେ ଶୁଭସ୍ମିତା ମାତା ଅନମ୍ୟୁଟ କରି କହିବ ଏମିତିଆ ଗୋଟେ ନାଁ କହିବ ଭଗବାନଙ୍କର ଯୋଉଥିରେ ତାଙ୍କର ସବୁ ପ୍ରକାର ଗୁଣ ଅଛି ଓକେ ବୋଧେ କିଛି କନେକ୍ଟିଂ ପ୍ରୋବ୍ଲେମ ଅଛି
तो के अनम्यूट करी कहि पारि उत्तम प्रभु कहलो एभलिया भगवान गोटे ना को भगवान तो अनलिमिटेड ना अछि किंतु गोटे ना को जो ना रे भगवान सब प्रकार गुण हेतरे एनकम्पासन वर्णना हे पारिबो। हरे कृष्ण कृष्ण बड़ पाटरे कहले टिके विष्णु बोली ना कृष्ण ओके के कृष्ण जन लिखिलेनी कृष्ण हाँ कृष्ण माने कौन भगवान भगवान बोली केमी जानिबा तो भगवान माने जहां पाखे 6 प्रकार ऐश्वर्य थाए मु आउ थे कहि दउछि भी 6 प्रकार ऐश्वर्य जहां पाखे परिपूर्ण रूप रे थिबो से हेले भगवान कौन कौन ऐश्वर्य भगवान सबुठारु धनवान हेतिबे ऐश्वर्यवान कहि पारे ऐश्वर्यवान हेतिबे सेकंड भगवान सबुठारु शक्तिमान हेतिबे पूर्ण शक्तिमान थर्ड रे भगवान सबुठारु पूर्ण रूपे जसवान हेतिबे जसवान कहले फोर्थ रे भगवान सबुठारु सौंदर्यशाली व्यक्ति हेतिबे सबुठ सुंदर हेतिबे पंचम रे भगवान सबुठु ज्ञानवान हेतिबे अंतिम रे भगवान सबुठारु वैराग्यवान हेतिबे तो ए 6टा गुण जहां पाखरे पूर्ण मात्रा रे अछि तनो षड ऐश्वर्य संपन्न भगवान आ देखो एई दुनिया रे केही क्लेम करि परिबो कि मो पाखरे सब किछि अछि बिल गेट्स कहबे कि मो पाखरे सब धन दुनिया रे अछि नाइ कहि परिबेनी कि सब प्रकार सुंदरतार अधिकारी मु कहि परिबेनी कहा पाखरे टिकिए भी थिले आमे तार अट्रैक्ट होने तार स्कूल कॉलेज गला वाले रे बढ़िया गाड़ीटे आनिके आछि से पिलाटा बहुत सुंदर देखा अछि आमे अट्रैक्ट हे जांती कि धनी घर पिलाटे अछि अट्रैक्ट हे जांती ता पाखरे भगवान पाखरे 100टा गुण पूर्ण अछि तो से केते सर्व आकर्षण हेतिबे हेतिपाई सर्व आकर्षति इति कृष्ण कृष्ण माने जहां पाखरे मधुरता भी अछि और महानता भी अछि से भगवान हेले कृष्ण बुझिला समस्तଙ୍କର तेणु ଆମେ କହିବ ଭଗବାନ କିଏ ଏବେ ବିଶ୍ୱକୃଷ୍ଣଙ୍କର ଜନ୍ମଦିନ ଗଲା ତ ଆମେ ଶୁଣୁଥିଲେ କି ଜେସସ୍ କ୍ରାଇଷ୍ଟ ଶବ୍ଦ କୋଉଠୁ ଆସିଛି ଖ୍ରୀଷ୍ଟୋସ ଶବ୍ଦରୁ ଗ୍ରୀକ ୱାର୍ଡ ଖ୍ରୀଷ୍ଟୋସ ଖ୍ରୀଷ୍ଟୋସ ରୁ ଖ୍ରାଇଷ୍ଟ ଆସିଛି ଖ୍ରୀଷ୍ଟୋସ ଶବ୍ଦଟା କୋଉଠୁ ଆସିଛି ଗୋଟେ ସାଂସ୍କ୍ରିଟ ଶବ୍ଦ ଅଛି କୃଷ୍ଣ କୃଷ୍ଣର ଗ୍ରୀକ ବର୍ଷନ ହେଲା ଖ୍ରୀଷ୍ଟୋସ ତ ସେମ ଜିନିଷ କୁହା ହଉଛି କି ଜେସସ୍ କହୁଛନ୍ତି ବାଇବେଲରେ କି ମୁଁ ଭଗବାନଙ୍କର ପୁତ୍ର ବୋଲି ଆଉ ଭଗବାନ ହେଲେ ଭଗବତ ଗୀତାରେ ଆମେ ଶୁଣୁଛେ ଭଗବାନ କହୁଛନ୍ତି ଅହଂ ବୀଜ ପ୍ରଦ ପିତା ମୁଁ ହିଁ ପିତା ତେଣୁ ପିତା କହିଲେ ମୁଁ ପିତା ପୁତ୍ର କହିଲେ ହିଁ ପୁତ୍ର କୌଣସି କଣ୍ଟ୍ରାଡିକ୍ସନ ନାହିଁ କିନ୍ତୁ ଯେତେବେଳେ ଜେସସ୍ ଖ୍ରାଇଷ୍ଟ କୁହନ୍ତି ବାପାଙ୍କ ନାଁ ସବୁବେଳେ ପୁଅ ନାଁ ସହିତ ଯୋଡି ହେଇକି ରହିଲେ ପୁଅକୁ ଭଲ ଲାଗେ ମୋ ବାପାଙ୍କ ନାଁ ଏଇଟା ଅଛି ତ ମୋ ନାଁ ସାଇଡରେ ମୋ ବାପାଙ୍କ ନାଁ ରହିବ ଜେସସ୍ ଖ୍ରାଇଷ୍ଟ ପୁଅ ବାପ ପୁଅ ସିମ୍ପଲ ତେଣୁ ଖ୍ରାଇଷ୍ଟ ମାନେ ସମସ୍ତଙ୍କ ପ୍ରତି ଆକର୍ଷିତ ହେଇକି ଅଛନ୍ତି ସେ ଖ୍ରୀଷ୍ଟ ଅର୍ଥାତ ଜେସସଙ୍କର ପୂଜା କରନ୍ତୁ କୃଷ୍ଣ ଖ୍ରାଇଷ୍ଟ ମାନେ କୃଷ୍ଣଙ୍କର ପୂଜା କରନ୍ତୁ କି ଖ୍ରାଇଷ୍ଟଙ୍କର ପୂଜା କରନ୍ତୁ ତ ନିଜ ନିଜ ଧର୍ମରେ ଯଦି ଜଣେ ରହିକି ଭଗବାନଙ୍କର ସେବା କଲା ସେ ଜିନିଷ ପାଇବ ପ୍ରଫେଟ ମହମ୍ମଦ କୁହନ୍ତି ଆଲ୍ଲାହ ମେସେଞ୍ଜର ଅଫ ଦ ଗଡ ଭଗବାନଙ୍କର ସିଏ ଦୂତ ଦୂତ ମାନେ କଣ ସେଠି କୁହ ତାଙ୍କର ସବୁ ଅଛି କୋରାନରେ ବର୍ଣ୍ଣନା କରାଯାଇଛି କି ସେ କିଏ ନା ଖୁଦା କି ବନ୍ଦା କଣ ଖୁଦା ମାନେ ଭଗବାନ ବନ୍ଦା ମାନେ ଯିଏ ତାଙ୍କର ସର୍ଭାଣ୍ଟ ତ ଖୁଦା କି ବନ୍ଦା କୁହାଯାଏ ତାଙ୍କର ସେମିତି ତେଣୁ ବାସ୍ତବରେ ମାନେ କହିପାରିବ କିଏ ଭଗବାନ ବୋଲି ଭଗବତ ଗୀତା ଯେ ସବୁ ଶାସ୍ତ୍ରର ସାର ଜିନିଷ ପ୍ରେଜେଣ୍ଟ କରେ ଆମକୁ ଭଗବତ ଗୀତାରେ ପ୍ରଥମ ଯେତେବେଳେ ଭଗବାନ ବ୍ୟାସଦେବ ଲେଖିଲେ କି କୃଷ୍ଣ ଭଗବାନ କହିବା ପାଇଁ ଯାଉଛନ୍ତି ଦ୍ୱିତୀୟ ଅଧ୍ୟାୟରେ 2 ନମ୍ବର ଶ୍ଲୋକରେ ସେତେବେଳେ ସେ କଣ ଲେଖିଲେ ସେ ଲେଖିଲେନି କି କୃଷ୍ଣ ଉବାଚ ଶ୍ରୀ କୃଷ୍ଣ ଉବାଚ ଲେଖିଲେନି ସେ କଣ କହିଥିଲେ ଶ୍ରୀ ଭଗବାନ ଉବାଚ ତ ବ୍ୟାସଦେବ କହିପାରିନଥାନ୍ତେ କି ନାଇଁ କୃଷ୍ଣ ଉବାଚ ବୋଲି କହିଲେ ଅର୍ଜୁନ ଉବାଚ ଯୁଧିଷ୍ଠିର ଉବାଚ ସଞ୍ଜୟ ଉବାଚ ଧୃତରାଷ୍ଟ୍ର ଉବାଚ କୃଷ୍ଣ ଉବାଚ କାହିଁ କହିଲେନି କାହିଁକି ନା ସିଏ ସିଧାସଳଖ କହୁଥିଲେ ସମସ୍ତେ ଜାଣିଛନ୍ତି ଭଗବତ ଗୀତା କୃଷ୍ଣ କହିଛନ୍ତି ତେଣୁ ସେ କହିଲେ କି କୃଷ୍ଣ ହିଁ ପରମ ପୁରୁଷ ଭଗବାନ ବୋଲି ଯାହାଙ୍କ ପାଖରେ 6ଟି ଅପୁଲେନ୍ସ ଅଛି 6 ପ୍ରକାର ଐଶ୍ୱର୍ଯ୍ୟ ଅଛି ସେଥିପାଇଁ କିଛି ଡାଉଟ କାହା ମନରେ ନ ଆସୁ ସିଧାସଳଖ ସେ କଣ କରନ୍ତୁ ଜାଣନ୍ତୁ କୃଷ୍ଣ ହିଁ ଭଗବାନ ବୋଲି ସମସ୍ତ ଦେବୀ ଦେବତା ମାନେ ମଧ୍ୟ ଭଗବାନଙ୍କୁ ଆଦର କରନ୍ତି ସମ୍ମାନ କରନ୍ତି ପୂଜା କରନ୍ତି ସମସ୍ତ ବ୍ରହ୍ମା ଶିବ କଣ ବରୁଣ ଇନ୍ଦ୍ର ଚନ୍ଦ୍ର ସମସ୍ତେ ଭଗବାନଙ୍କର ସେବା କରନ୍ତି କେହି କେହି ଲୋକ କୁହନ୍ତି ଭଗବାନ କଣ ଜଣେ ଅର୍ଡିନାରୀ ଲୋକ ସାଧାରଣ ଲୋକ ଆମେ ଯେମିତି ସିଏ କୃଷ୍ଣ କଣ ସିଏ କରିଥିଲେ ଆମେ ଏଇ ସବୁ କାମ କରିଥିଲେ ଆମେ ବି ସେୟା କରୁଛୁ କେହି କେହି କହିବେ କୃଷ୍ଣ ଅର୍ଡିନାରୀ ନୁହେଁ ଏକ୍ସଟ୍ରା ଅର୍ଡିନାରୀ ଲୋକ ପୁରା ବୁଦ୍ଧିମାନ ଲୋକ ଭଗବାନଙ୍କର ଯୋଉ ପଲିଟିକ୍ସ ଅଛି ନୈତିକତା ଅଛି ମୁଁ ତାକୁ ଆପ୍ରିସିଏଟ କରେ ତ ବାସ୍ତବରେ କୃଷ୍ଣ ଇଜ ନଟ୍ an ordinary person krishna is not a mystic person krishna is not an extraordinary person krishna supreme person
भगवान से कौन साधारण कि असाधारण व्यक्तित्व नुहंती। भगवान कौन? परम पुरुष भगवान, परम नियंता, परम भोक्ता, परम ईश्वर, परम कर्ता, सबु किछि भगवान। तांको सहित के समान हो पारिबेनी कि ऊपर को भी जाई पारिबेनी। सेतिपाई तो भगवद गीता रे भगवान को जाए, समस्त शास्त्र रे भी को जाए कि पुरुषोत्तम। पुरुषोत्तम माने समस्तंकर भितरे भगवान हेले पुरुषोत्तम, अर्थात सबु किछि रे एंजॉयर। एटा हला भगवान और कंप्लीट मैनिफेस्टेशन। भगवान कृष्ण पूर्ण पुरुषोत्तम भगवान कृष्ण। रामचंद्र कौन थे? मर्यादा पुरुषोत्तम। तापरे कृष्ण भगवान हेले कौन? पूर्ण पुरुषोत्तम भगवान। पूर्ण माने कंप्लीट ହେଲା। के ओडिया रे तो आम सब विभिन्न गीत बा करी कहि दउचे जगन्नाथଙ୍କର 16 कलारू गोटे कला बोली, କିନ୍ତୁ शास्त्रीय शास्त्र रे एमती किछि नाही ହେଲା। तो कहवा कथा होला कि भगवान हेले पूर्ण पुरुषोत्तम। एथिपाई तो भगवान निजे प्रतिपादन भी करथिले विश्व रूप दर्शन करैकी। जेते लोक आज भगवान बोली ନିଜକୁ ପ୍ରତିପାଦନ କରୁଛନ୍ତି ସେ ଲୋକ କେବେ ବି ବିଶ୍ଵ ରୂପ ଦେଖେଇ ପାରିବ? କେତେ ଜଣ ମତେ ଖାଲି କହିଲ ସତରେ ସେ ଲୋକ ବିଶ୍ଵ ରୂପ ଦେଖେଇ ପାରିବ ବୋଲି? କେହି ଦେଖେଇ ପାରିବେନି। ଭଗବାନ ଯେତେବେଳେ ଛୋଟ କୁନି ପିଲାଟେ ଥିଲେ ଯଶୋଦା ମା ଭଗବାନଙ୍କ ପାଟିରେ ସାରା ବିଶ୍ଵ ବ୍ରହ୍ମାଣ୍ଡ ଦେଖେଇଦେଲେ। କିଛି ଲୋକ ତାକୁ କହନ୍ତି କି ନାଇଁ ସେ ଗୋଟେ ମିରାକଲ କରିଦେଲେ। ମିରାକଲ ମାନେ କିଛି ଯାଦୁ କରିଦେଲେ। ସିଏ ଯଦି ଯାଦୁ କରିଦେଲେ ତୁମେ ଆଟଲିଷ୍ଟ ଯାଦୁ କରି 2-4ଟା ହାତ ଦେଖାଅ ନା, ଆମେ ଦେଖେଇ ପାରିବୁନୁ। ସେଥିପାଇଁ କେମିତି କହିବା କି ନାଇଁ ତମେ ଗୋଟେ, ସେଥିପାଇଁ ମିରାକଲ କୃଷ୍ଣ କ୍ୟାନ୍ ଡୁ ମିରାକଲ, କିନ୍ତୁ ଯିଏ ମିରାକଲ କରୁଛି ସେ ଭଗବାନ, यार କୌଣସି ଯୁକ୍ତି ନାହିଁ। तो लास्ट गोटे कंप्लीट करवा। तो भगवान जने व्यक्ति ना व्यक्ति नुह। तो विभिन्न प्रमाण अच्छी, एटा गोटे कंट्रोवर्शियल पॉइंट। भगवान सतरे व्यक्ति कि नाही। आमे देखो तुमे जने व्यक्ति, मु जने व्यक्ति, गोटे छोट प्रजापति सी भी गोटे व्यक्ति, समस्त गोटे व्यक्ति। किंतु यदि समस्त जने व्यक्ति तो आमे समस्त कहचे आमे सबले भगवान को ठारू आसीचे, कोन भगवान जने व्यक्ति नुह? कोन कहउचंदी? वर्षा माता जी अनम्यूट करी कहबो। समस्त व्यक्ति आमे समस्त जहां कटर आसीचे, कोन किछि गोटे सब्सटेंशियल प्रूफ रहबो कि नै सी व्यक्ति नु आ सब व्यक्ति हबो कि एमती? केबे हबनी। सेकंड जिंस मु व्यक्ति, मो बापा व्यक्ति, मो बापांकर बापा व्यक्ति, तांकर बापांकर बापा व्यक्ति, भगवान जी सांकटर सब पिता प्रपितामह भगवत गीता कहाइছে, तो सी कोन व्यक्ति हेबेनी? आमे देखिले समस्त सोसाइटी रे आमे समस्त व्यक्ति, समस्त भगवान टर आछे, तो भगवान भी मस्ट बी ए पर्सन। तो मु व्यक्ति यदि मो पिता व्यक्ति, मो तांका बापा व्यक्ति, तांका बापा व्यक्ति जणे, तो सी यदि बैक टू बैक गले भगवान को पाखरे मिसिबे, तो भगवान मिली माने देखा भगवान को से काई व्यक्ति हेबेनी हेबे। तो सेकंड गोटे लॉजिकल आंसर कहि परिबा कि परम सत्य भगवान जेहेतु पूर्ण, तो भगवान को भितरे ए भलिया अपूर्णता रहिबो कि जी भगवान सबु किछि किंतु भगवान कौन रूप नाही। बुझी पारल? आउ थे कहूची, भगवान हेले परम पुरुष भगवान परिपूर्ण। तो भगवान यदि परिपूर्ण, तांको भितरे ये अपूर्णता डेफिसिट या फिर लिमिटेशन रहिबो कि भगवान जने व्यक्ति नुह बोली, कि भगवान जने भगवान कौन रूप नाही बोली। उमेश प्रभु कहला एमती हबो कि एमती? नहीं कहुची। तो लॉजिकली भी ठीक नुहे। जदि भगवान पूर्ण परम सत्य, ताहले भगवान को पाखरे सब किछि रहितवा दरकार, व्यक्तित्व रहितवा दरकार, इम्पर्सनालिज्म माने जोटा अव्यक्त, दीटा जिंस रहबा दरकार। नेक्स्ट जिंस जने कहबो कि नै भगवान व्यक्ति न, भगवान लाइट की एनर्जी। तुम भाव तुम हम बापा माँ गोटे कौन गोटे बड़ तकिया, बहुत बड़ बड़ तकिया हेतिबो, जने व्यक्ति नुह, तकिया हेतिबो किंतु मुख मुह नथिबो, हाथ गोड़ नथिबो, आमे ताको भल पाई परिबा? भल पाई परिबानी। भगवान को भल पाइबा माने भगवान मस्त जने व्यक्ति हेतिबा दरकार। सेतिपई मु प्राय टाइम रे कहे व्यक्ति नथिले भगवान जदि व्यक्ति नुहे, आमे भक्ति का पाखरे करबा हैला? करि परिबानी। मने कहबे ठीक अछि भगवान खाली गोटे एनर्जी हे परिबे। गॉड इज एनर्जेटिक। वास्तव में गॉड इज एनर्जेटिक पर्सन बिहाइंड ऑल एनर्जी। देखिथिबो सिनेमा हॉल ले कोन हेतिबो कि प्रोजेक्टर एतले सेमिनार वगैरह हुए भी गोटे प्रोजेक्टर थुआ हेतिबो, सेटु कोन हेतिबो किछि लाइट्स जाउथिबो गोटे कांथरे, कि प्रोजेक्टर जोटी डिस्प्ले बोर्ड रे पडुथिबो। तो धीरे धीरे प्रोजेक्टर को ऑपरेट करया पई गोटे ऑपरेटर भी थिबो। सेमती एनर्जी भगवान टर आसुची, किंतु भगवान जने व्यक्ति, एज एन ऑपरेटर भगवान जने व्यक्ति। तो मैं एग्जांपल देइथिली वीडियो आस रे, किंतु हम घरे गोटे छोट तुम घरे बसीच, झरका पटू गोटे पथरटे पकईले, तो पथरटा गोटे शक्तिर रूपांतरण। तेणु आमे कौन देखा? फास्ट देखा कि पथर किए पकेला,
तो आम खोजा सब व्यक्ति किए आम एनर्जी देखुचे सारा संसारटा एनर्जी किंतु एनर्जी प्रदर्शन एग्जिबिशन किंतु से एनर्जी भितर किए एनर्जेटिक पर्सन अच्छे आम खोजा एमती गोटे कंपनी पछरे गोटे कंपनी मालिक अच्छी सी व्यक्ति आम जो देश पछरे गवर्नमेंट अच्छी सरकार गोटे व्यक्ति नुहे सरकार को जी चलाऊँ जो मंत्री अच्छी जो प्रधानमंत्री अच्छे सी व्यक्ति एपाई जो ब्रह्म ज्योति द्वारा सारा संसार रही प्रभा प्रभोत जगदंड कोटि सारा संसार कोटि कोटि ब्रह्मांड भगवान ब्रह्म ज्योति कौन सस्टेन होकर रुहति पछरे किए अच्छा से भगवान जो ब्रह्म बोली कह कौन से जिनटा ना भगवान शरीर आसवा दिव्य कांति अर्थात भगवान से एनर्जी पछरे ही छिड़ा सिंपल जिन भगवद गीता 14 नंबर अध्याय 27 नंबर श्लोक समस्त पढ़ो कि भगवान ठारू ही सब किसी ब्रह्मणो प्रतिष्ठा अहम सारा संसार जो एनर्जी माध्यम संचालित होची से एनर्जी को धारण किए करछंती भगवान धारण करछंती भगवान भी कहती बाइबल कह जाए मैन इज मेड इन द इमेज ऑफ गॉड अर्थात भगवान व्यक्तित्व आम मैंने बनाहे गॉड इज ब्यूटीफुल बहुत सुंदर देखा भगवान से ओम श्री कृष्णाय ओम सच्चिदानंद रूपाय कि गोविंद आदि पुरुषम गांधी आम भगवान एत सुंदर देखा जाती सच्चिदानंदमय रूप से भगवान हेले किए परम पुरुष भगवान श्री कृष्ण जहाँकर जो सुंदर विग्रह सुंदर रूप अच्छी कौतरे परिपूर्ण सत चित आनंद वस्तु परिपूर्ण सत माने चिरंतन चित माने कौन ज्ञानवान आउ आनंद माने आनंद गोपाल टपणी उपनिषद दिखाई भगवद गीता अरे 2 नंबर अध्याय 2 नंबर श्लोक प्रभुपाद जो श्री भगवान उवाचर व्याख्या करती विभिन्न उदाहरण सब दिखती तो आज आम कौन कौन पढ़े सब मुझे आउ थे रिक्यापचुलेट कर दूची तो आम कहीं भगवान को भल पाई सेवा करवा तो भगवान विषय कंप्लीट नॉलेज थी दरकार आमर तो को चेतना रे आम भगवान सेवा करवा कौन चेतना कही सेवावृत्ति भोगवृत्ति नुहे आ को मनोधर्म को धारणा रे आम सेवा करवा राइट कनसेप्शन कौन कि सबु किछि भगवान आम भगवान सेवक भगवान हेले मास्टर तो यहाँ राइट कनसेप्शन तापर आम पढ़ले कौन कि आम जिते भल पाचे अन्य को से भल पाइबार आधार कौन संपर्क जो बनाऊे अन्य सहित संपर्क आधार भल पाइबा निस्वार्थपर भल पाइबा दरकार निस्वार्थपर भल पाइबा आमर हृदय को प्रसन्न करे किंतु से निस्वार्थपर भल पाइबा जे पर्यंत भगवान कृष्ण पाद पद्म नई से पर्यंत आम अपूर्ण था कंप्लीट न था कंप्लीट न था माने कौन ए संसार रे जो माने भोग करती भोगवृत्ति थाए भोगवृत्ति पुणी 2टा सब पॉइंट अच्छी कौन गोटे है एक्सप्लोइटेटिव जो माने लुंठन करती आउ गोटे है एक्सकेपिस्ट जो माने पलायन पंथी तो लुंठन जो एक्सप्लोइटेटिव कौन से माने कहते एटा मोर मुई भोग करी आउ को माने था संसार को त्याग करती से त्याग करिवार से माने आनंद देव हुंती जोटा एस्केपिस्ट दायित्वहीन हो जाती तो 2टा कैटेगरी थाए तो भोग करवा केवे भी राइट कनसेप्शन नुह भगवान को भल पाइबा अर्थात भगवान के भल पाउचे निस्वार्थपर भाव भल पाइबा तो एबे मु समस्त गोटे प्रश्न पचारि कि आमे स्वार्थपर भाव केमिति भगवान को भल पाती अच्छा ये प्रश्न टिके होल्ड करते आउ कि समरी करदेवा प्रश्न पचार जो भल पाइबाटा आम केते दूर बढ़ई पारिबा एथिपाई कह जाए आम केते लोक देश प्राण भी देउछंती केते लोक समाज समस्त को भल पाउछन समाज सेवा कर सेंस ग्रेटिफिकेशन प्रॉपर लिखुछंती तापरे एक्सटेंडेड सेंस ग्रेटिफिकेशन तो निजर परिवार निजर इंद्रिय तृप्ति सहित समाज रे इंद्रिय तृप्ति देखती ताको एक्सटेंडेड सेंस ग्रेटिफिकेशन किंतु जेते आमे निजर इंद्रिय तर्पण को जेते दूर भी विस्तारित करि परिबा किंतु सेटा अपूर्ण रहइबो जेतळे आमे भगवान को भल पाइबा आरंभ न करिचे तापरे आमे कोन देखिले सेल्फलेस सर्विस गला सेल्फलेस सर्विस रे कहा गला कोन कि भगवान को प्रति हम जो संपर्क अछि से पुनः संपर्क स्थापन करने भगवान को आम भीतर जो भगवान को प्रति भल पाइबा अछि ताको पुनः जागृत करिया पड़िबो जेन्युइन लव एवरलास्टिंग रिलेशनशिप जो भगवान सहित संबंधटा चिरंतन थाए से भगवान सहित संपर्कटा भी मजबूत हवा दरकार जेन्युइन हवा दरकार तो जेन्युइननेस प्रमाण 2टा देथिली कोन अनमोटिवेटेड अनइंटरप्टेड माने कौन सी प्रकार कारण नथिबो हेतु की अप्रतिहता कॉजलेस सीजलेस
ମାନେ କିଛି କାମ କାହିଁ ଭଗବାନ କୁ ଭଲ ପାଉଛି କାହିଁକି ନା ଭଗବାନ କୁ ଭଲ ପାଏ ମୋ ଧର୍ମ, ଆଉ କିଛି କାରଣ ନାହିଁ, ନା କିଛି ମାଗୁନି, ଧନ ମାଗୁନାହିଁ, ଜନ ମାଗୁନାହିଁ, ଆଉ ଯାହା ଅଛି ହେଲା କିଛି ମାଗୁନି, ତ ସେଇଟା ଆମେ ଭଗବାନଙ୍କୁ ଭଲ ପାଇପାରିବା। ତ ମଣିଷର ଧର୍ମ କଣ ଆଣିଛନ୍ତି? ମଣିଷ ଧର୍ମ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଏରା ନୁହେଁ, ସବଇ ପୁଂସା ପର ଧର୍ମ, ପର ଧର୍ମ ମାନେ ଭଗବାନଙ୍କୁ ଭଲ ପାଇବା, ବିଷ୍ଣୁଙ୍କୁ ଭଲ ପାଇବା। ଯେହେତୁ କି କଣ ଲେଖା ଅଛି, ଅଧୋକ୍ଷଜ, ଅଧୋକ୍ଷଜ ମାନେ ଭଗବାନ ବିଷ୍ଣୁ, କୌଣସି ଦେବୀ ଦେବତାଙ୍କ କଥା କୁହାହେଇନି ଏଠି। ତାପରେ ଭଗବାନ ଜଣେ ବ୍ୟକ୍ତି, ତାଙ୍କର ଅନେକ ନାମ ଅଛି, ସେ ନାମ ଗୁଡା ଭଗବାନଙ୍କର ବିଭିନ୍ନ ଭଗବାନଙ୍କର ଗୁଣକୁ ନେଇକି ବନା ହେଇଛି। ଆଉ ଗୋଟେ ନାଁ ଅଛି ବିଶେଷ ନାଁ, ଆଉ ସବୁଠାରୁ ମୁଖ୍ୟ ନାମ କୃଷ୍ଣ, ଯାହା ମାଧ୍ୟମରେ ଭଗବାନଙ୍କର ସବୁ ପ୍ରକାର ଗୁଣ କଣ ସମାହିତ ହେଇକି ଥାଏ। ଭଗବାନ କାହିଁକି ତାଙ୍କୁ କୁହାଯାଏ? କାରଣ ଷଡ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଥାଆନ୍ତି। ଆଉ ଭଗବାନ ବାସ୍ତବରେ କିଏ? ସମସ୍ତ ଶାସ୍ତ୍ର ଏକ ସ୍ତରରେ ଏକ ନିର୍ଯାସ ପ୍ରଦାନ କରନ୍ତି, କୃଷ୍ଣ ହିଁ ପରମ ପୁରୁଷ ଭଗବାନ। କାହିଁକି ନା ଭଗବାନ ସର୍ବ ଆକର୍ଷଣୀୟ, ପରିପୂର୍ଣ୍ଣ ଥାଆନ୍ତି, ବିଭିନ୍ନ ପ୍ରକାର ବିଭିନ୍ନ ଆମର ଯୋଉ ଅସିତ ଦେବଲ ବ୍ୟାସ ସମସ୍ତେ ସମସ୍ତେ ଶାସ୍ତ୍ରର ଅଥରିଟି ଯୋଉମାନେ ରହିଲେ ସମସ୍ତେ ପ୍ରତିପାଦନ କରିଛନ୍ତି, ଆଉ ଭଗବାନ ନିଜେ ବି ଭଗବତ ଗୀତାରେ ବିଶ୍ୱରୂପ ଦର୍ଶନ କରେଇକି ବି ପ୍ରତିପାଦନ କରିଛନ୍ତି। ସେଥିପାଇଁ ଶାସ୍ତ୍ରରେ ଭଗବାନଙ୍କୁ ପୂର୍ଣ୍ଣ ପୁରୁଷୋତ୍ତମ ବୋଲି କୁହାଯାଏ। ଠିକ ଅଛି, ତ ଏବେ ପ୍ରଶ୍ନ ମୋର, ତାପରେ ଅନ୍ୟମାନଙ୍କର ପ୍ରଶ୍ନ ପଚାରିବ। ତ ଆମେ ଭଗବାନଙ୍କୁ ସ୍ୱାର୍ଥପର ହେଇକି କେମିତି ଭଲ ପାଆନ୍ତି, ଏତିକି। କୁଇଜ ଟା କରିଦବ, 2 ନମ୍ବର ଟା କୁଇଜ ଥିଲା, ତ କେହି ଲିଭ୍ କରିବନି, କ୍ଲାସ ତ ସରିଗଲା ଆଉ ଲିଭ୍ କରିଦବା ଯେ 1-2 ମିନିଟରେ ଆମେ ଲିଭ୍ ମରିବା ସମସ୍ତେ। ତା ପୂର୍ବରୁ ସମସ୍ତେ କୁହନ୍ତୁ, ସମସ୍ତେ କହିବେ କି ଆମେ ଭଗବାନଙ୍କୁ ସ୍ୱାର୍ଥପର ଭାବରେ କେମିତି ଭଲ ପାଆନ୍ତି। ଜୟପ୍ରକାଶ କହିଲ, କେମିତି ଆମେ ଭଗବାନଙ୍କୁ ସ୍ୱାର୍ଥପର ଭାବରେ ଭଲ ପାଇବା ପାଇଁ ଚେଷ୍ଟା କରନ୍ତି? ହରେ କୃଷ୍ଣ ସମସ୍ତେ ଗୋଟେ ପ୍ରଭୁଜୀ। ଗୋଟେ ପଏଣ୍ଟ କହିବା ପାଇଁ ରେଡି ରୁହ। ହଁ କୁହ। ପ୍ରଭୁଜୀ ଆମେ ଯୋଉ ନିଜ ଇନ୍ଦ୍ରିୟ ତୃପ୍ତି ପାଇଁ ଯେତେବେଳେ ଭଗବାନଙ୍କୁ ଇଏ କରନ୍ତି। ପୁରା ପ୍ରାକ୍ଟିକାଲ ଏକ୍ସାମ୍ପଲ ଦିଅ, କଣ ଦୈନନ୍ଦିନ ଜୀବନରେ ଆମେ ଭଗବାନଙ୍କୁ ଭଲ ପାଇବା ପୂର୍ବରୁ କଣ ଇଚ୍ଛା ଥାଏ ଆମର? ପ୍ରଭୁ ଯେମିତି ମୁଁ କହିପାରିବି କି ପାଠ ପଢିବା ପାଇଁ ମାନେ ଭଗବାନଙ୍କୁ ଓକେ, ଡାକୁଛି ଗୋଟେ କହିପାରିବି। ଭଗବାନ ମତେ ପାଠ ପଢିବା ପାଇଁ ହେଲ୍ପ କରନ୍ତୁ, ଭଲ ପାଉଛି ଏଟା। ଶୁଭଶ୍ରୀ ମାତାଜୀ ଅନମ୍ୟୁଟ କରି କୁହ, ଫଟାଫଟ କୁହ। ଅନମ୍ୟୁଟ କରି କୁହ। ହଁ ହଁ, ଶୁଣାଅନି। ହଉ ତୁମେ ଲେଖିଦିଅ, ଲେଖିପାରିବ, ଲେଖିପାରିବ। ଉତ୍ତମ ପ୍ରଭୁ କହିଲ, ଆମେ ଭଗବାନଙ୍କୁ ସ୍ୱାର୍ଥପର ଭାବରେ କେମିତି ଭଲ ପାଆନ୍ତି? ସ୍ୱାର୍ଥପର ଭାବରେ ପ୍ରଭୁଙ୍କୁ କହିବେ କି ଯିଏ ସ୍ୱାର୍ଥ ବ୍ୟକ୍ତି, ତେବେ କିଛି ଭଲ ଧନ ପ୍ରାପ୍ତ ହୋଇକି ଆମ ଦେହ ସବୁବେଳେ ଠିକ ସ୍ୱାସ୍ଥ୍ୟ ଭଲ ରହୁ। ହଁ ପରଫେକ୍ଟ। ବାପା ମା ମାନେ ବି କୁହନ୍ତି ମୋ ପିଲା ଛୁଆର ଦେହ ଭଲ ହଉ, ମୋ ଦେହ ଭଲ ହଉ। ଓକେ, କିଛି ଟିକେ ଚାକିରି ଧନ କରିଥିବ, ମୋ ଚାକିରି, ହଁ, ଧନ ସମ୍ପତ୍ତି ପାଇଁ, ପ୍ରାପ୍ତି, ତୁମର ମନ ଖୁସିରେ ଭଲ ରହିବା। ରହୁ, ହଁ, ଖୁସିରେ ରହିବା ପାଇଁ। ତ ଏଇ ସବୁ ଅଭିଳାଷ ଗୁଡା ଆମର ସମସ୍ତଙ୍କର ଥାଏ, କିନ୍ତୁ ଆମେ ଭଗବାନଙ୍କୁ ଭଲ ପାଇବା ନାଁରେ ଭଗବାନଠୁ ମାଗିବା ପାଇଁ ଚେଷ୍ଟା କରନ୍ତି। ବହୁତ ଦିନ ତଳେ ମତେ ଗୋଟେ ନ୍ୟୁଜ ମୋ ପାଇଁ ଥିଲା କି ମତେ ଅନେକ ଡିଭୋଟି ଆସିଲେ, ବୃନ୍ଦାବନ ଡାଇରେକ୍ଟ ଆସିଲେ ହେଲା, ବୁଲି ବାଲିକି ଆସିଲେ, କହିଲେ କି ଆମର ପିଲା ହଉନି। ମୁଁ କହିଲି ଭଗବାନଙ୍କ ନାମ ଜପ କର, ମୁଁ ଭଗବତ ଗୀତା ଦେଲି, ମାଳା ଦେଲି, ଯୋଉଦିନ ପିଲା ହେଲା ମାର ଦିଆ ଚୁପ୍, ପିଛେ ମୁଡ ତେଜ ଚାଲ, ପୁରା ପଳେଇଲେ। ଆଜି ପର୍ଯ୍ୟନ୍ତ 6 ମାସ 7 ମାସ ହେଇଗଲାଣି, ଗୋଟିଏ ଦିନ ବି ସିଏ କିଛି କନେକ୍ଟ କରିବା ପାଇଁ ବି ରାଜି ନୁହନ୍ତି। ତ ଆମର ଇଚ୍ଛା ଥାଏ, କିଛି ସ୍ପେସିଫିକ ଡିଜାୟାର ଥାଏ, ମେଟେରିଆଲ ଡିଜାୟାର ଥାଏ, ଆମେ ଭଗବାନଙ୍କ ପାଖକୁ ଆସନ୍ତି। କିନ୍ତୁ ଜଣେ ଡିଭୋଟି ଯଦି ପ୍ରାକ୍ଟିସ କରିବ ଭଗବାନଙ୍କର ଭକ୍ତି, ତ ସିଏ ଚେଷ୍ଟ କରିବ ଅହେତୁ କି ମୁଁ କାହିଁକି ଭଗବାନଙ୍କୁ ଭଲ ପାଉଛି, ମୁଁ ଭଗବାନଙ୍କର ସେବକ। ତ ଭଲ ପାଇବାଟା ମୋର ଭଗବାନଙ୍କ ପ୍ରତି ନିବେଦନ, ଏଇ ମଣିଷ ଜନ୍ମରେ ସର୍ବୋତ୍କୃଷ୍ଟ ନିବେଦନ ହେଲା ସେଇଟା। ଭଗବାନ ମୁଁ ଆପଣଙ୍କୁ ଭଲ ପାଇବି, ଆପଣଙ୍କ ସେବା କରିବି, ଏହାର କୌଣସି କାରଣ ନାହିଁ। ସିମ୍ପଲ। ଅହପ୍ରତିହତ ମାନେ ଆଜି ଭଲ ପାଇବି, କାଲି ନୁହଁ, ନାଇଁ, ମୁଁ ସବୁଦିନ ଆପଣଙ୍କର ଭକ୍ତି କରିବି, ଆଜୀବନ ଜୀବନ ସାରା ଆପଣଙ୍କ ଭକ୍ତି କରିବି, କେବେ ମୁଁ ମିସ୍ କରିବିନି ଆପଣଙ୍କୁ। ବୁଝିଲା? ତ ଏଇ ଦିଟା ବିଶେଷ ଗୁଣ ପାଇଁ ଭକ୍ତ ମାନେ ବହୁତ ଆନନ୍ଦରେ ଥାଆନ୍ତି କି ନାଇଁ ସବୁବେଳେ ଭଗବାନଙ୍କର ସେବାର ଅବସର ପ୍ରାପ୍ତ ହୁଏ। ସମସ୍ତଙ୍କୁ ପୁନଃ ଧନ୍ୟବାଦ। ସମସ୍ତେ ସୁନ୍ଦର ଭାବରେ ଭଗବାନଙ୍କର ଭକ୍ତି ଯାଜନ କରନ୍ତୁ, ଭଗବାନଙ୍କ ସେବା କରିବା ପାଇଁ ନିଜର ମୁଡ, କହିପାରେ ରାଇଟ କନସିୟସନେସ ଆଉ କନସେପସନ ଦିଟା ମେଣ୍ଟେନ କରିକି
ରଖନ୍ତୁ। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ। କାହାର କିଛି ପ୍ରଶ୍ନ ଅଛି କି? ଆଜିର ହରେ ସେସନ କୃଷ୍ଣ ସମ୍ବନ୍ଧୀୟ। ପ୍ରଭୁଜୀ। ହରେ କୃଷ୍ଣ। ଭୋଗବୃତ୍ତିରେ ଯୋଉ ପଳାୟନ ପନ୍ଥୀ ସେଇଟା ବୁଝା ପଡିଲାନି। ହଁ, କେହି ଲୋକ କୁହନ୍ତି ଆରେ ତମେ ଭକ୍ତ ହେଇଛ ଦେଖିଲା ବେଳକୁ କାମ କରୁନ। ଭକ୍ତ ହେଇଛ ଦେଖିଲା ବେଳକୁ ତମେ ଘର ସମ୍ଭାଳୁନ, ନିଜେ ଖାଲି ଜପତ କରୁଛ, ଯେତେବେଳେ ହେଲା ତମେ ପଳାୟନ ପନ୍ଥୀ। ପରେ ତମେ କଣ ଦାୟିତ୍ୱରୁ ମୁକ୍ତ ହବାକୁ ଚାହୁଁଛ। ତ ବାସ୍ତବରେ ଭକ୍ତ ମାନେ ଗୋଟେ ବଡ ଦାୟିତ୍ୱ ଗ୍ରହଣ କରନ୍ତି, ନିଜେ ଶୁଦ୍ଧ ହେଇକି ସମାଜରେ ସମସ୍ତଙ୍କୁ ଶୁଦ୍ଧ କରିବା ପାଇଁ। କିନ୍ତୁ ଭୌତିକବାଦୀ ଲୋକ କେତେବେଳେ ଥାଆନ୍ତି, ସିମ୍ପଲ ଭଗବତ ଗୀତାର ଗୋଟେ ଜାଗାରେ କୁହା ହଉଛି କି ସନ୍ନ୍ୟାସ ଗ୍ରହଣ କରିବା ପାଇଁ। ଯୋଉ ଲୋକମାନେ ଶୁଦ୍ଧ ନଥାନ୍ତି ସେମାନେ ସନ୍ନ୍ୟାସ ଗ୍ରହଣ କରନ୍ତି। କାହିଁକି ନା ଭୌତିକ ଦାୟିତ୍ୱରୁ ମୁକ୍ତ ହବା ପାଇଁ। କିନ୍ତୁ ସେଇ ଲୋକ ସନ୍ନ୍ୟାସୀ ହେଇଥିବ, ଯାଇକି ମାର୍କେଟରେ ବାଦାମ ବିକିକି ଖାଉଥିବ, ପଇସା ଇନକମ କରୁଥିବ। ଅର୍ଥାତ୍ ଅନ୍ୟର କଷ୍ଟରେ, ଅନ୍ୟର କଣ ଓଡିଆରେ କହନ୍ତି ପରଜୀବୀ। ତ ପରଜୀବୀ ହେଇକି ଯୋଉମାନେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଭକ୍ତ ନୁହନ୍ତି, ସେମାନଙ୍କ ବିଷୟରେ କୁହାଯାଇଛି। ଭୋଗ ବୃତ୍ତିରେ ଦିଟା ଜିନିଷ ଆସେ। ଗୋଟେ ହେଲା ଲୁଣ୍ଠନ କରିବା, ଏକ୍ସପ୍ଲୋଇଟେଟିଭ ମାଇଣ୍ଡ ସେଟଅପ। ଆଉ ଗୋଟେ ହେଲା ଏସ୍କେପିଷ୍ଟ, ପଳାୟନ ପନ୍ଥୀ। ଭକ୍ତ ମାନେ ନା ଏକ୍ସପ୍ଲୋଇଟେଟିଭ ନା ଏସ୍କେପିଷ୍ଟ। ଭକ୍ତ ମାନେ କଣ ସେବା ବୃତ୍ତିକୁ ଅବଲମ୍ବନ କରନ୍ତି। ବୁଝିହେଲା? ଅର୍ଥାତ୍ ସେମାନେ ଭଗବାନଙ୍କର ସେବା କରନ୍ତି, ପରିବାରର ସେବା କରନ୍ତି, ସମାଜର ସେବା କରନ୍ତି, ସମସ୍ତଙ୍କ ସେବା କରନ୍ତି। କିନ୍ତୁ ମୂଳ ଥାଏ କୃଷ୍ଣଙ୍କର ପ୍ରସନ୍ନତା। ଭଗବାନଙ୍କ ପ୍ରସନ୍ନତା ପାଇଁ ସବୁ କରନ୍ତି। ବୁଝିହେଲା? କିଏ ପଚାରିଥିଲେ? ଆଜ୍ଞା ପ୍ରଭୁଜୀ, ହରେ କୃଷ୍ଣ। ଆଉ କାହାର କଣ ପ୍ରଶ୍ନ ଅଛି? ଓକେ, କାହାର କିଛି ପ୍ରଶ୍ନ ନାହିଁ। ସମସ୍ତେ ସୁନ୍ଦର ଭାବରେ ଯାହା କ୍ଲାସରେ ଆମେ ଶୁଣିଲେ ତାକୁ ଟିକେ ନୋଟ କରିଥିବେ ମୁଁ ଆଶା। କୁଇଜ କରିଦେବେ, କାଲି ସକାଳେ ଆମେ ମର୍ଣ୍ଣିଂରେ ଜପ କରିବା। ଯଦି କୁଇଜ ଏମିତି ବଡ ମୁଣ୍ଡ ଉପରେ ବଢି ବଢି ଯିବ, ତାହେଲେ ଅଳ୍ପ ଦିନରେ ବହୁତ ଅଧିକ ଲାଗିବ। ଧୀରେ ଧୀରେ କୁଇଜ କରିଦେଲେ ଗୋଟେ ସେକେଣ୍ଡ ଲାଗିବ କି ନାହିଁ ଖାଲି ପଢି ଦେଇକି ଆନ୍ସର ଲେଖିଦେବା ପାଇଁ। ହେଲା, କୁଇଜରେ ହଁ ଯୋଉମାନେ କୁଇଜ କରିବା ପାଇଁ ଚାହୁଁଛନ୍ତି, ଖାଲି ସର୍ଟକଟ ରେ ଏତେ ଲେଖିକି ମତେ ପଠେଇଦେବେ। ଏମିତି ପୁରା ଲାଇନ ବଗେରା ଲେଖିବାର ନାହିଁ ଟୋଟାଲ। ଖାଲି ସର୍ଟକଟ ରେ ଅପସନ ଏ ର ଆନ୍ସର ଟା ହେଲା ଏଇଆ, କି ଏଇଆ ଲିଙ୍କ ଅଛି ବୋଲି ସେତିକି। ଠିକ ଅଛି। हरे कृष्ण। श्रील प्रभुपाद की जय। श्रीमद् भगवद गीता की जय। हरिनाम संकीर्तन की जय। उपस्थित समस्त भक्त वृंद की जय। जय गौर प्रमानंद। हरि हरि बोल। हरे कृष्ण।